ପ୍ରତିବାଦୀ ଅଛି ଜଣେ ଆଲୋଚନା କରିବ ଜଣେ ସମାଲୋଚନା କରିବ ଜନ ନାରାୟଣ ଆପଣ ମାନେ ସମସ୍ତେ ହେଉଛନ୍ତି ଜଜ୍ ମୁଁ ତ ଭଉଣୀଙ୍କୁ ଆଜ୍ଞା ବାଦି କଲା ବିଷୟରେ କିଛି କହିନି କିନ୍ତୁ ଆଜିର ରଜନୀରେ ଆପଣ ମାନଙ୍କ ସମ୍ମୁଖରେ ଏଇ ମଞ୍ଚରେ ମୋ ଭଉଣୀ କହିଲେ ଯୁଦ୍ଧା ସାଙ୍ଗକୁ ସିନା ଯୁଦ୍ଧା ହେଇଥିଲେ ହେଇଥାନ୍ତା ନା ହବ କେମିତି 7 ଫୁଟିଆକୁ 3 ଫୁଟିଆ ହବ କେମିତି କିନ୍ତୁ ମୁଁ ଯୁଦ୍ଧ କରିବାକୁ ଆସିନି ଆଜିର ପ୍ରସଙ୍ଗ ମୋ ଭଉଣୀ ଆରମ୍ଭ କଲେ କୃଷ୍ଣ କିଏ ମଧୁବାବୁଙ୍କ ପାଖରୁ ଆରମ୍ଭ କରି ବ୍ୟାସଦେବଙ୍କ ପାଖରେ ଶେଷ କରିଲେ ଭଗବାନ କୃଷ୍ଣ କିଏ କାଲି ଯେ ପୁରୁଷ ପୁଅ ପିଲା ଜନ୍ମ କରିଥିଲା ସେ କୁଆଡେ ଗଲା ହଉ ଛାଡେ ଆମ କଥା ଛାଡେ ଏଥର ତାଙ୍କ କଥା କସନ୍ତୁ ଆଜିର ବିଷୟ ଭଉଣୀ ମୋର ଆଲୋଚନା କରୁଥିଲେ ପ୍ରସଙ୍ଗରେ କୃଷ୍ଣ କିଏ ଆପଣ ମାନଙ୍କୁ ଗୋଟାଏ କଥା ଅନୁରୋଧ କରିବି ଆପଣ ମାନଙ୍କର ଯାହା ନିର୍ଦ୍ଦେଶ ଆସିବ ମୁଁ ସେଇ ପଥରେ ମହାମୂର୍ଖ ବାପା ବୁଦ୍ଧି କହିବି ଆପଣ ଆଶୀର୍ବାଦ ନ କଲେ ମହାମୂର୍ଖ କଳାକାର ବାପା ମଞ୍ଚରେ ଲାଇଟିଆଲରେ କେହି ପଦ କଥା କହିବାର ସୁବିଧା ଆପଣ ମାନଙ୍କ ଦୟାରେ ଆସିଛୁ ଆପଣ ମାନେ ଆଶୀର୍ବାଦ କଲେ କେହି ପଦ କଥା କହିବି ବାପା କାଲି ଯୋଉଠି ବିଷୟ ଛାଡ଼ିଥିଲି ସେଇଠି ଯିବି ନା ମୋ ଭଉଣୀଙ୍କ କହିବା ଅନୁଯାୟୀ କୃଷ୍ଣ କିଏ ସତ୍ୟ ଯୁଗରେ କାଲି ଥିଲା ମାନ୍ଧାତା ପୁରୁଷ ଗର୍ଭରୁ ଜନ୍ମ ତ୍ରେତୟା ଯୁଗରେ କଥା ଚାଲିଥିଲା କୋଉ ପୁଅ ବାପ ଠାରୁ ଜନ୍ମ ଗୋଟାଏ ଯୁଗ ଶେଷ କରିଥିଲି ଆଉ 3 ଯୁଗ ବାକି ରଖିଥିଲି ମଞ୍ଚ ଯେତେବେଳେ ବସା ଘରୁ ବାହାରି ମଞ୍ଚକୁ ଆସିଲି ଭାଇମାନେ ମୋର ସେଠାରେ ଛିଡ଼ା ହେଇଥିଲେ କହିଲେ ମ୍ୟାଡାମ ଆଜି ଟିକେ ମାଳିକା ଉପରେ ଆଲୋଚନା କରିବୁ ହଉ ଆଜି ବାରମିଶା ହବ ମିଶ୍ଚର ତରକାରୀ ହବ ମାଳିକା ଉପରେ ହବ କୃଷ୍ଣ କିଏ ହବ ସବୁ ଆଲୋଚନା ହବ ତମେ କାଲି ଯାହାକୁ ଛାଡ଼ିଦେଲ ସେଇଠୁ କର ଆଜ୍ଞା ଦୁର୍ଯ୍ୟୋଧନ ସହିତ ଭଗବାନ କୃଷ୍ଣଙ୍କର ତର୍କ ଚାଲିଥିଲା ସେଇଠି ଆଜ୍ଞା ଭଗବାନ କୃଷ୍ଣ କହିଥିଲେ ହେ ଦୁର୍ଯ୍ୟୋଧନ ତୁ ମତେ ଗୌଡ଼ ଟୋକା ବୋଲି କହୁଛୁ ଗୌଡ଼ ପୁଅ ବୋଲି କହୁଛୁ କୃଷ୍ଣ ବୋଲି ଭାବୁଛୁ ମୁଁ କିଏ ଆପଣ ମାନଙ୍କର ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ସେ କୃଷ୍ଣ କିଏ କୃଷ୍ଣ ଉପରେ କୃଷ୍ଣ ମୁହିଁ କୃଷ୍ଣକୁ ଜନ୍ମ ଦିଏ ତୁ ଯୋଉଟା କାଳିଆ କୃଷ୍ଣ ଦେଖୁଛୁ ତାର ଗୋଟେ ଭାଇ ଅଛି ଧଳା ବଳରାମ ଏ ବଳରାମ କୃଷ୍ଣ କିଏ 2 ଜଣଙ୍କୁ ମୁଁ ଦେଇଛି ଜନ୍ମ କଳା ବାଳରୁ କୃଷ୍ଣ ଜନ୍ମ କିଛି ନ କହି କାଲି କହିଲା ସୀତା ତ କିଏ ମୁଁ ସୀତା କିଏ କହିନଥିଲି ସତ୍ୟର ସୀତା କିଏ ତ୍ରେତାର ସୀତା କିଏ କେଲେ ସମୟ ନେଲ ମୁଁ ତ ଜଗନ୍ନାଥ କିଏ ବୋଲି କହିନଥିଲି ହେ ଦୁର୍ଯ୍ୟୋଧନ ମତେ ଯୋଉ କୃଷ୍ଣ ରୂପରେ ଦର୍ଶନ କରୁଛୁ ମୁଁ କିଏ ତୁ ଯୋଉ କୃଷ୍ଣ ବୋଲି ଭାବୁଛି କୃଷ୍ଣକୁ ମୁଁ ଜନ୍ମ ଦେଇଛି ଗୋଟିଏ କଳା କୃଷ୍ଣ ଗୋଟିଏ ଧଳା ଧଳା କେନା ସତ୍ୟ ବାଳରୁ ବଳରାମ ବଳରାମ ହଉଛି ଧଳା କୃଷ୍ଣ ହଉଛି କଳା ଏ 2 ଜଣଙ୍କୁ ମୁଁ ଜନ୍ମ ଦେଇଛି କୋଉଠି ମୋ ଜାହ୍ନୁ କି ଜଙ୍ଘରୁ 2ଟା ବାଳ ଉପାଡ଼ିଛି
উৎপাদন করিবা পরে দুই বালরু এ দুই ভাই জন্ম বলে মু কিয়া দুর্যোধন তু মতে কৃষ্ণ বলি ভাবুছু বাবা ওড়িয়া ভাগবত জগন্নাথ নাথ কোন কহিলে হ্যাঁ ওরা জগন্নাথ হইয়া স্বরূপ জগন্নাথ হয়ে 16 কোড়ার জগন্নাথ বলে 16 কোড়ার বটে কোড়ার কৃষ্ণ জন্ম না কৌ কোড়ার না অমৃত কোড়ার বলে কোড়া কুহু जो गोटे कोलारू आज्ञा जगन्नाथंकर गोटे कोलारू जो कृष्ण जन्म होइतले काहाकु दैथिला दर्शन किए चिन्हितला ये अमृत कोलारू जन्म फेरि चलंतु कृष्ण किए कृष्ण काहे किए धरा कृष्ण तुम किए दर्शन देई मो कथा वस्तु जाउछि सेदिन महाभारत युद्ध रे भौणी मोर महाभारत कथा आलोचना करथे नालो महाभारत युद्ध जेते सैन्य सब मो बापा मोले सबु राति रे मोले सबु मौसा राति रे मरिसंती किंतु जोड़े महान व्यक्ति दिन रे मरि जेते महाभारत युद्ध रे सैन्य मरिसंती सबु राति रे मरिसंती कोन पाला भूल कोन पाला भूल पैसा लेबे हड़ा हड़ा कथा कहउछन या छड़े और यार सर कोई पक्ष थाकर दर्शक देखुचंती का कोन पई अपेक्षा करचंती कोन पई नाटक देखिबाकू जय जगन्नाथ नाम तिष्ठामि वैकुंठे जोगिनां हृदये न च मद्भक्ता तत्र गायन्ति तत्र तिष्ठामि नारद बात पसे बेला कोई खुशी होउछन आमे खाली फेरौ हमरो हंडा दुगर बाकी पैसा पाई देले किए बड़ हबनी पैसा पछरे गोड़ाइले बापा मनुष्य भल भई पारिबनी आपनकर श्रद्धा भल पाइबा हो कलाकार मानकर बापा कार्य जाहु से भाई जनक कन्यार पिता जतबले 500 टंका आज्ञा आशीर्वाद देछथि सेई महाप्रभु सत्यनारायण भगवान कृष्ण जो कृष्ण को कृष्ण जन्म देछि सेई तांकर सब परिवार वर्ग मंगल दान करतु नवजात कन्यार सर्वारिष्ट खंडन करतु सर्वे बोलान देखबा पितामह भीष्म से दिन अंतररा चिंता कले शरीरटा को कष्ट लागुछि बाधुछि आपनकर कवि सूर्य बलदेव रथ गोटाए कन्या देले सरसज्जार पड़ी पितामह भीष्म केमिति चिंता करिथिले बाबुरे गोटाए पद पला बाधिले जानी क्षमा
हे केशव कृष्ण गोविंद କାହିଁକି ମୋ ପାଇଁ ଆଜି କାଳ ସର୍ପ ସାଜୁଛ ମତେ ଦର୍ଶନ ଦିଅ ଭାଇ କଷ୍ଟ ଯନ୍ତ୍ରଣା ହେଉଛି ରେ ଆଉ ସହିପାରୁନି ମୋର ମୁକ୍ତିର ଆବଶ୍ୟକତା ଅଛି ହେ କୃଷ୍ଣ ଅନ୍ତର ଯେତେବେଳେ କୃଷ୍ଣଙ୍କ ସହିତ ଭାବ ପ୍ରେମରେ ବାପା ମଜିଗଲେ ପିତାମହ ଭୀଷ୍ମ ସେଦିନ ଭାବ ବିନୋଦିଆ ଠାକୁର ଭାବର ଠାକୁର ଯିଏ ଯେମିତି ଭାବରେ ଡାକିଛି ପ୍ରଭୁ ତା ଭାବରେ ବନ୍ଧା ହେଇଛି ମୋର ଜଗତ ଗୁରୁ ଅଭିରାମ ପରମହଂସ ଦାঁড়িয়ে କହିଦେଲେ ରେ କହିଲା ମୋ ଭାବ ବିନୋଦିଆ ଠାକୁର জীবন গলে ମୋ ଭାବର ଠାକୁର ମତେ ଦର୍ଶନ ଦିଏ ମୁଁ ଆଉ ଶୋଇପାରୁନି ମୁଁ ମୁକ୍ତି ଚାହୁଁଛି ଭଗବାନ ମହାପ୍ରଭୁ ଜଗନ୍ନାଥ କୃଷ୍ଣ ରୂପରେ ଆସି ଦର୍ଶନ ଦେଲେ ପିତାମହଙ୍କର ମସ୍ତକ ରହିଛି ପୂର୍ବ ଦିଗକୁ ଯୋରାଏ ଭାଗ ରହିଛି ବାପା ପଶ୍ଚିମ ଦିଗକୁ ଉପରକୁ ମୁହ କରି ସେଦିନ ସରସଜ୍ଜାର ପିତାମହ ଭୀଷ୍ମ ଶୟନ କରିଥିଲେ ଭଗବାନ କେଶବ ଗୋବିନ୍ଦ କୃଷ୍ଣ ପିତାମହ ଭୀଷ୍ମଙ୍କର ଚରଣ ଦେଶ ପାଦ ନିକଟରେ ଛିଡା ହେଇଛନ୍ତି ଡାକିଦେଲେ ହେ ପିତା ପିତାମହ ଭୀଷ୍ମ ଡାକିଲେ କିଏ ଡାକୁଛ ଆପଣ ପ୍ରଭୃତି ଚିନ୍ତା କଲେ ଆପଣ କଣ ମତେ ଦର୍ଶନ କରିବେନି ଆପଣ କୋଉଠି ଅଛନ୍ତି ପିତା ମୁଁ ଆପଣଙ୍କ ଚରଣ ଦେଶରେ ଅଛି ଆପଣ ଥରେ ଚାହିଁ ଦିଅନ୍ତୁ ପିତାମହ ଭୀଷ୍ମ ଯେତେବେଳେ ପାଦ ଦେଶକୁ ବାପା ଚାହିଁ ଦେଇଛନ୍ତି ଭଗବାନ କୃଷ୍ଣ ଛିଡା ହେଇଛନ୍ତି କେଶବରେ କାହିଁକି କଷ୍ଟ ଦଉଛୁ କାହିଁକି ବୁଢା ପିତାମହ ଭୀଷ୍ମର ଶରୀରଟାକୁ ଯନ୍ତ୍ରଣା ଦଉଛୁ ମୁକ୍ତି କରିଦିଏ ଭଗବାନ କୃଷ୍ଣ ବାପା ସେଇଠି ଟିକେ ହସିଦେଲେ ହେ ପିତା ମୁଁ ମୁକ୍ତି କରିବାକୁ କିଏ ଆପଣ ପରା ଇଚ୍ଛା ମୃତ୍ୟୁ ଇଚ୍ଛା କଲେ ମୃତ୍ୟୁ ମୁଖରେ ପତିତ ହେବେ ଆପଣ ପରା ଇଚ୍ଛା ମୃତ୍ୟୁର ବରଦାନ ପ୍ରାପ୍ତ ହୋଇଛନ୍ତି ପିତାମହ ଭୀଷ୍ମ ସେଦିନ ଉତ୍ତର ଦେଇଥିଲେ ଭଗବାନ କୃଷ୍ଣଙ୍କୁ କହିଲେ ହେ କୃଷ୍ଣ ଇଚ୍ଛା ମୃତ୍ୟୁ ଯେ ତୁ ଦୟା ନ କଲେ ମୁଁ ମୃତ୍ୟୁ ମୁଖରେ ପତିତ ହେବି ନା ରେ ଭଗବାନ କୃଷ୍ଣ କହିଥିଲେ ପିତା ଆପଣଙ୍କୁ ମୁଁ କି ପ୍ରକାର ଦୟା କରିପାରିବି ସେଇଠି ପିତାମହ ଭୀଷ୍ମ ଆଜ୍ଞା କହିଲେ ଭଗବାନ କୃଷ୍ଣଙ୍କୁ କହିଲେ ହେ କେଶବ ତୁ ମତେ ଏମିତି ଦୟା କରିବୁ ମୁଁ ଯେତେବେଳେ ଇଚ୍ଛା କରିବି ମୃତ୍ୟୁ ମୁଖରେ ପତିତ ହେବା ପାଇଁ ଏତିକି ଦୟା କରିବୁ ରେ ମୁଁ ଯେତେବେଳେ ଇଚ୍ଛା କରିବି ସେତେବେଳେ ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ବାପା ଧାଡ଼ିଏ ନ୍ୟାୟ ଦେଲେ କହିଲା ସେତିକି ବେଳେ କଣ ହୋଇଥିବା ଦରକାର କହିଲା ଦିବସ ମରଣ ହେବ ଇଏ ଜନ୍ମଦଣ୍ଡ ଯେତେବେଳେ ଇଚ୍ଛା କରି ତୁମେ ଏତିକି ଦୟା କରିବୁ ସେତିକି ବେଳେ ଦିବସ କି ଦିନ ହେଇଯିବ ମୁଁ ଦିନରେ ଇଚ୍ଛା କରିବି ମୃତ୍ୟୁ ମୁଖରେ ପତିତ ପାଇଁ ଖାଲି ସେତିକି ନୁହଁରେ କୃଷ୍ଣ କେଶବ କିନ୍ତୁ
ଦିବସ କି ଦିନ ହୋଇଥିବ ଆଉ ତା ସହିତ ମୁଁ ଯେତେବେଳେ ଇଚ୍ଛା କରିବି ଯୋଉ ଦିନ ମୁଁ ଇଚ୍ଛା କରିବି ମୃତ୍ୟୁ ମୁଖରେ ପତିତ ହେବା ପାଇଁ 7 ବାର ଭିତରେ ଗୋଟାଏ ବାରର ଯିବି ସେ 12ଟା ପୁରୁଷ ବାର ହେଇଥିବା ଦରକାର ସେ 12ଟା ପୁରୁଷ ବାର ହୋଇଥିବା ଦରକାର ମୁଁ ପୁରୁଷ ବାରରେ ଯିବି ଇଏ 7 ବାର ଭିତରେ ପୁରୁଷ ବାର ଅଛି ପୁରୁଷ ବାର ଅଛି ମୁଁ ପୁରୁଷ ବାର ଦିନ ବେଳା ତୁ ଦୟା କରିବୁ ମୁଁ ଇଚ୍ଛା କରିବି ମୃତ୍ୟୁ ମୁଖରେ ପତିତ ହେବା ପାଇଁ ଏବେ ଯାଇ ମୁଁ ନିର୍ବାଣ ଲଭିବି ଭଗବାନ କୃଷ୍ଣ ଚାହିଁଛନ୍ତି ପିତାମହ ଭୀଷ୍ମଙ୍କର ମୁଖମଣ୍ଡଳ ବାପା ଦେଖନ୍ତୁ କଣ ଛୋଟିଆ ଲୋକ ଆଜ୍ଞା ମର ଲାଗିଛି ଆଜ୍ଞା ଜଣିଆ ଲୋକ ଅସ୍ତ୍ର ଧରିଲେ ଆଜ୍ଞା ସମସ୍ତ ଗୁରୁ ପାଣ୍ଡବଙ୍କର ସୈନ୍ୟ ସମୁଦ୍ରକୁ ଚାହିଁଲେ ବାପା ବିନାଶ କରିଦେବ ସର୍ବମୟ ବାପା ବିନାଶ କରିଦେବ ସିଏ ଆଜି ପରିସ୍ଥିତିରେ ପଡି ସରଶଯ୍ୟାରେ ପଡି ଚାହିଁଛନ୍ତି ଭଗବାନ କୃଷ୍ଣଙ୍କର ଆଶୀଷ ମାଗିଛନ୍ତି କି କର୍ମ ଫଳ ଭୋଗ କରିଛି ବୋଲି ଆଜି ମୁଁ ସରଶଯ୍ୟାରେ ପଡି ମୁଁ ଆଜି ଭଗବାନ କୃଷ୍ଣଙ୍କ ଠାରୁ ଦୟା ମାଗୁଛି ବୋଲା ଦିବସ ହୋଇଥିବ କିନ୍ତୁ 12ଟା ହେଇଥିବ ପୁରୁଷ ବାର 7 ବାର ଭିତରେ ପୁରୁଷ ବାର ଅଛି ରବିବାର ସୋମବାର ବାପା ଗଣିଦେବା ରବିବାର ସୋମବାର ହଉଛି 7 ବାର 7 ବାର ଭିତରେ ପୁରୁଷ ବାର କିଏ ନାରୀ ବାର କିଏ ନପୁଂସକ ବାର କିଏ ମୋ ଭାଇ କହିଥିଲେ ଟିକେ ମାଳିକା ଉପରେ ଆଲୋଚନା କରିବ ଭାଇ ଧୀରେ ଧୀରେ ମୁଁ ଗତି କରୁଛି ଏପଟେ ବାପା ଜଣକ କହିଥିଲେ ଦିନେ ଯୁଗଳ ନିଦ୍ରା ଭାଙ୍ଗିବ ଗତି କରୁଛି ସେଇ ପ୍ରସଙ୍ଗର ଅଛି ନା ଇଏ ନାୟକ ଘର ପାଇପ ଧୀରେ ଧୀରେ ତାତିବ କିନ୍ତୁ ଏପଟେ ବାପାଙ୍କର ଅନୁରୋଧ କରିଛନ୍ତି ଗତକାଲି ଯୋଉଠି ସେ ବାପା ହବ ମନେ କଷ୍ଟ ଦେବିନି ଆଜି ସବୁ ସାରିବି ଆଜି ରାତି ପାଇବା ଯାକେ ପାଲା ହବ ସଖା ହବ ପଇସା ମିଳିବ 7 ବାର ଭିତରେ ମଉସା ପୁରୁଷ ବାର କାହାକୁ କହିବା କେତେ ନାରୀ ବାର କାହାକୁ କହିବା ତ୍ରିପଲିଙ୍ଗ ନପୁଂସକ ବାର କାହାକୁ କହିବା 7 ବାର ଭିତରେ ପୁରୁଷ ବାର କିଏ କିଏ ରେ ନାରୀ ବାର କିଏ ନପୁଂସକ ବାର କିଏ ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ସାଧୁ ସନ୍ଥ ନ ଆସିଲେ ଭାଗବତ ନ ଆସିଲେ ବାପା ପାଲା ଭାଗବତ ନ ଆସିଲେ ଆଜ୍ଞା ପାଲାର ମୀମାଂସା ନାହିଁ ତେଣୁ ଆଜ୍ଞା ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ବାହାରିଆ କହିଦେଲେ 7 ବାର ଭିତରେ ପୁରୁଷ ବାର କେତେ କହିବା ହେଇଲ ମା ପୁରୁଷ ବାର କିଏ ରବି ମଙ୍ଗଳ ଗୁରୁବାର ପୁରୁଷ ମধ্যে ଶ୍ରେଷ୍ଠ ଆଲାଟା ହଉଛି ଦର୍ଶନମୂଳକ ଜଳ କେନା ହବାକୁ ବାଟ ଦେଖାଉଛି ଅଚ୍ୟୁତାନନ୍ଦ ଦାସ କହିଲେ ରବି ମଙ୍ଗଳ ଗୁରୁବାର ପୁରୁଷ ମଧ୍ୟ ଶ୍ରେଷ୍ଠ ବାର ଏଇଠି ଗୋଟେ କଥା କୁହନ୍ତୁ ଯେତିକି ମା ଭଉଣୀ ବସିଛ ପାଲା ଶୁଣୁଛ ପାଲା ଦେଖୁଛ ମା ମାନେ ଲ ଅତୀତରେ ଚାଲି ଯାଇଛି ମାର୍ଗଶିର ମାସ ମାର୍ଗଶିର ମାସରେ ଆପଣ ମାନେ ଏପଟେ ଯୋଉ ମାଣ ବସାନ୍ତି ଲକ୍ଷ୍ମୀ ମାଙ୍କର ବ୍ରତ କରନ୍ତି କେଉଁ ବାରରେ ବ୍ରତ କରନ୍ତି ମା ଗୁରୁବାରରେ ଲକ୍ଷ୍ମୀ ନାରୀ ନା ପୁରୁଷ ମା ଲକ୍ଷ୍ମୀ ହଉଛନ୍ତି ନାରୀ ମା ମାନେ ବିଚାର କରନ୍ତୁ ଯେତେବେଳେ ଲକ୍ଷ୍ମୀ ମାଙ୍କର ଓଷା କରନ୍ତି ଗୁରୁବାରଟା ଆଜ୍ଞା ଲକ୍ଷ୍ମୀଙ୍କର ବାର ନୁହଁ ଅଚ୍ୟୁତାନନ୍ଦ ଦାସ ବାପା କହିଥିଲେ ରବି ମଙ୍ଗଳ ଗୁରୁବାର ଇଏ ଅଟେ ପୁରୁଷ ମଧ୍ୟ ଶ୍ରେଷ୍ଠ ବାର ଯଦି ଗୁରୁବାର ହେଲା ପୁରୁଷ ବାର ନା ଲକ୍ଷ୍ମୀଙ୍କର ବ୍ରତଟିକୁ ଆମ୍ଭେ ନାରୀ ଜାତିର ମା ଗୁରୁବାର ଦିନ କାହିଁକି କରିବା ଲକ୍ଷ୍ମୀଙ୍କର ଜନ୍ମ ତିଥି ଜନ୍ମବାର ହଉଛି ବୁଧବାରରେ ପାଳନ ନ କରି ଗୁରୁବାରରେ କାହିଁକି ବ୍ରତ କରୁଛନ୍ତି କାହିଁକି ନା ମାନେ କୁହନ୍ତୁ ଆପଣ ମାନେ ହେଲେ ସେଥିର ପୁରା ମାଷ୍ଟର ଆପଣ କୁହନ୍ତୁ ପିତାମହ ଭୀଷ୍ମ କହିଥିଲେ କେଶବ ଗୋଟାଏ ବାରରେ ମୁଁ ଯିବି ରବିବାର ମଙ୍ଗଳବାର ଗୁରୁବାର କହିଲେ 3 ବାର ପୁରୁଷ ବାର ମଧ୍ୟରୁ ଏତିକି ଦୟା କରିବୁ ମୁଁ ଗୋଟିଏ ବାରରେ ଯିବି କିନ୍ତୁ ପିତାମହ ଭୀଷ୍ମ ଗଲେ କେଉଁ ବାରରେ ଆଖି ଆଗକୁ ଆଣିଲେ ଗୁରୁବାରକୁ ପିତାମହ ଭୀଷ୍ମ ଆଖି ଆଗକୁ ଆଣିଲେ ଏ ପୁଅ ଭଗବାନ କୃଷ୍ଣ
ଯେତେବେଳେ ଦେହ ତ୍ୟାଗ କଲେ ଦ୍ୱାପର ଯୁଗରେ କେଉଁ ବାରର ବାପା ଦେହ ତ୍ୟାଗ କରିଥିଲେ? କେଉଁ ବାରର ଦେହ ତ୍ୟାଗ କରିଥିଲେ? କେଉଁ ତିଥି କେଉଁ ବାର କେଉଁ ମାସରେ ଗଲେ? ଭାଇ ବାପଟା ବାପା ଜଳ ଜଳ ଦେଖାଉଛି କେନ୍ନା କରିବା ଭାଇ? ଆଜି ଛିଞ୍ଚତର ମାଡ ହବ ପାଲା ବାଲା ଖାଲି ଶୁଣ। ଓଡ଼ିଆ ଭାଗବତ ଜଗନ୍ନାଥ ଦାସ ଓଡ଼ିଆ ଭାଗବତ ଜଗନ୍ନାଥ ଦାସ କହିନାହାନ୍ତି ଭଗବାନ କୃଷ୍ଣ କେଉଁ ମାସ କେଉଁ ତିଥି କେଉଁ ବାରରେ ବାପା ଶିଆଳି ଲୋତରେ ଶୟନ କରିଥିଲେ ଶେଷ ଅବସ୍ଥାରେ ଅମାବାସ୍ୟା ଦିନ ଭଉଣୀର ପୁଅ ତ ମାଉସୀ ଗାହାଣ ପୁତୁରା ତୁ ଭୋକାଲ ଭୂମିକାରେ ଅଛୁ ଟିକେ ଗର୍ବ ହେଇଗଲା ମୁଁ ଗୋଟା ଜାଗାରେ ପକେଇବି ତୁ ଗୋଟା ଜାଗାରେ ଧରିବି ବାପା ମୋ ଭଉଣୀର ପୁଅ ମାଉସୀ ଗାହାଣ ଯେତେବେଳେ ଅଛି ଯାହା ନାହିଁ ତା ସେ ଗାଇଦେବ ପଇସା କଣ ମାଉସୀ କାଟିବ ନା ମୋ ପୁତୁରା ନା ଏ ପୁଅ ଅମାବାସ୍ୟା ଦିନ ଅସ୍ୱସ୍ଥ ମୂଳେ ଭଗବାନ ମାଘ ମାସ ଅମାବାସ୍ୟା ତିଥି ଗୁରୁବାର ଦିନ ସେଦିନ ଭଗବାନ କୃଷ୍ଣ ବାପା ଶିଆଳିରେ ଶୟନ କରିଥିଲେ। ଏପଟରେ ଆସନ୍ତୁ ପିତାମହ ଭୀଷ୍ମ ଚାହିଁଲେ ଗୁରୁବାରକୁ ତାହେଲେ କେଶବ ଦୟା କରିବୁ ଯେତେବେଳେ ମୁଁ ଇଚ୍ଛା କରିବି ଦିବସ କି ଦିନ ହେଇଥିବ ପୁରୁଷ ବାର ହେଇଥିବ ଏଇ ପୁରୁଷ ବାରର ଯିଏ ବାପା ମୃତ୍ୟୁ ମୁଖରେ ବରଣ କରିଛି ସେ ନିର୍ବାଣ ଲଭିଛି ପୁନର୍ଜନ୍ମର ଆସିବି ସର୍ବଜ ଦର୍ଶନ ପାଲାଟା ହେଉଛି ବାପା ଫିଲୋସଫି ଭାରତୀୟ ଦର୍ଶନ ଶାସ୍ତ୍ର ଯାହାକୁ ଦେଖେଇ ଚିହ୍ନଟ କରାଯାଏ ଗୋଟାଏ କଥାକୁ ବାଢି ଯଦି ବାପା ଅନେକ ମତ ଆମେ ଦବା ବର୍ତ୍ତମାନ ପାଲା ହେଉଛି ତର୍ଜମା ଦର୍ଶନ ଦେଖନ୍ତୁ ଯେତେବେଳେ ପିତାମହ ଭୀଷ୍ମ ଚାହିଁଛନ୍ତି ନିର୍ବାଣ ଲଭିବା ପାଇଁ ନିର୍ବାଣ ଲଭିବା କେମିତି କେମିତି ଲଭିବା ନିର୍ବାଣ ଯିଏ ନିର୍ବାଣ ଲଭିଛି ପୁନର୍ଜନ୍ମରେ ଆସିନି ଯିଏ ବାପା ରାତିରେ ଯାଇଛି ପୁନର୍ଜନ୍ମରେ ଆସିଛି ଯିଏ ପୁନର୍ଜନ୍ମରେ ଆସିଛି ପୁଣି ଲୀଳା କରିଛି ଖେଳା କରିଛି ପୁଣି ନିର୍ବାଣ ଲଭେଇବାକୁ ଚାହିଁଛି ମନେ କରନ୍ତୁ ସୁନ୍ଦର ଦର୍ଶନ ଟିକେ ଦେଉଛି କି ଦର୍ଶନ ଦେବି ଆଜ୍ଞା ପୁରାଣ ଶାସ୍ତ୍ରକୁ ଯିବି ନାହିଁ ଗୋଟେ ଖେଳକୁ ଆଖି ଆଗ ବାହାରୁଛି ଗୋଟାଏ ଖେଳର ଦର୍ଶନ ଦଉଛି ପ୍ରକୃତରେ ଆମେ ନିର୍ବାଣ ଲଭିବା କେମିତି ବାପାରେ ଭାରତ ବର୍ଷରେ ତ ଅନେକ ଖେଳ ଅଛି କେଉଁ ଖେଳକୁ ଆଖି ଆଗ ଆମେ ଆଣିବା ଗାଁ ଗହଳିରେ ଝିଅମାନେ ବୋହୂମାନେ ପିଲାମାନେ ଯୋଉ ଖେଳକୁ ବେଶୀ ଆଦର କରନ୍ତି କେଉଁ ଖେଳ ନା ଲୁଡୁ ଖେଳ ଲୁଡୁ ଖେଳ ଲୁଡୁ ଖେଳରେ କେମିତିକା ସୁନ୍ଦର ଦର୍ଶନ ବାପା ଅଛି ଏ ଲୁଡୁ ଖେଳରେ ପାଲିରେ ଦେଖନ୍ତୁ ଗୋଟେ କୋଠରୀ ଖେଳ ଆଉ ଗୋଟାଏ ଫର୍ଦ୍ଦ ଲେଉଟାଇ ଦେଲେ ବାପା ସାପ ସିଢି ନାଇଁ ସାପ ସିଢିର ଖେଳ ଯିଏ ଖେଳିଛି ବାପା ସେ ମଜାଟା ସିଏ ନେଇଛି ସର୍ପ ସିଢି ଖେଳିବାକୁ ହେଲେ 1 ଠାରୁ ସଂଖ୍ୟା ହେଉଛି 100 1 ସଂଖ୍ୟାରୁ ବାପା ଦାନ ବାହାରିବ ଘରଟା ବାପା ଖେଳି ଖେଳି କୋଠରୀ ଭିତରେ ଚାଲି ଚାଲି କେତେ ସିଢି ଛୋଟ ସିଢି ଚଢିବ ବଡ ସିଢି ଚଢିବ କେତେ ସାପ ମୁହଁରେ ପଡିବ କିନ୍ତୁ ଆପଣ ମାନେ ଅନୁଭବ କରନ୍ତୁ ଗୋଟେ ବଡ ସିଢି ଅଛି ବାପା କୋଉଠି 36 ସଂଖ୍ୟାରେ ତା ମୁଣ୍ଡ ସିଢିର ମୂଳଟା ରହିଲା 36 ସଂଖ୍ୟାରେ ସିଢିର ଅଗଟା ରହିଲା କୋଉଠି ଧନରେ 98ରେ ଯେତେବେଳେ ବାପା ବଡ ସିଢିଟା ଦାନ ଉଠିଲା 98 ସଂଖ୍ୟାରେ ଯାଇ ପହଞ୍ଚିଗଲା 98 ସଂଖ୍ୟାରେ ପହଞ୍ଚିଗଲେ କଣ ହୁଏ ଓଡ଼ିଆ ଭାଗବତ ଜଗନ୍ନାଥ ଦାସ ଓଡ଼ିଆ ଭାଗବତ ଜଗନ୍ନାଥ ଦାସ ବାପା କଣ କହିଲେ ବୋଲା ମର୍ତ୍ୟ ମଣ୍ଡଳେ ଦେହ
ଦେବତା ହୋଇଲେ ନାହିଁ। 98 ସଂଖ୍ୟାରେ ଯେତେବେଳେ ପହଞ୍ଚିଲା ସେତେବେଳେ ସେ ଦେବତା ହେଲା। କିନ୍ତୁ ନିର୍ବାଣ କେତେବେଳେ ହବ ନା 100 ସଂଖ୍ୟାକୁ ଗଲେ। ବାପା ଇକରୁ ଦାନଟା ଖେଳି ଖେଳି ଯେତେବେଳେ 100 ସଂଖ୍ୟାରେ ପହଞ୍ଚି ଗଲା ପରେ ଆଉ ଖେଳ ହବ? ଖେଳ ସରିଯିବ ନା। ନିର୍ବାଣ ଲଭିଗଲା। ମନେ କରନ୍ତୁ ଯେତେବେଳେ 98 ସଂଖ୍ୟାର ଦାନ ପହଞ୍ଚିଛି, 100 ସଂଖ୍ୟାକୁ ଯିବା ପାଇଁ ମଝିରେ ଆଉ ଗୋଟାଏ ସଂଖ୍ୟା ରହୁଛି। ଆଉ କୋଉ ସଂଖ୍ୟା? 99 ସଂଖ୍ୟାର ବାପା କିଏ ଜଗିଛି? ବୋଲା ଗୋଟା ଏଡେ ବଡ ସାପ ଏଡେ ଆଗରି 99 ଜଗିଛି। ସାପ ମୁହେଁ ଯେବେ ଦାନ ପଡୁଅଛି ପରେ କୋଉ ସଂଖ୍ୟାକୁ ଘଷିବ? 14 ସଂଖ୍ୟା ଖୋସ। ସାପ ମୁହଁରେ ଯଦି ଦାନ ପଡିଗଲା, ସାପ ଯଦି ଦାନଟାକୁ ଖାଇଲା ସିଧା ବାପା ଦାନ ଆସିବ ସାପର ଲାଞ୍ଜ ପାଖକୁ। ସାପର ଲାଞ୍ଜ ପାଖକୁ ଆସିବ। ପୁଣି ସେଇ 98କୁ ଯିବା ପାଇଁ ସେ ଦାନ କେତେ ସିঁଢି ଚଢିବ, କେତେ ସାପ ମୁହଁରେ ପଡିବ। ପୁନର୍ଜନ୍ମରେ ସେ ଆସିଲା। ପୁଣି ଖେଳ ହବ, ପୁଣି ଲୀଳା ଚାଲିବ। ଯଦି 98ର ଦାନ ଅଛି, ଦୁଆଟା ପଡିଲା କି 2 ସଂଖ୍ୟା ପଡିଲା, ସିଧା ଦାନ ଯାଇ ମୂଷାର 100 ସଂଖ୍ୟାରେ ପହଞ୍ଚିଗଲା। 100 ସଂଖ୍ୟାରେ ଦାନ ପହଞ୍ଚିଗଲା ପରେ ଆଉ ଖେଳ ନାହିଁ, ଖେଳ ଷ୍ଟପ୍ ବନ୍ଦ। ନିର୍ବାଣ ଲଭିଗଲା, ଆଉ ସେ ପୁନର୍ଜନ୍ମରେ ଆସିବ। ଯୋଉ କଥା କି ଆପଣଙ୍କର ସେଦିନ ପିତାମହ ଭୀଷ୍ମ ଭଗବାନ କୃଷ୍ଣକୁ କହିଥିଲେ, ଶୁଣ ମୁଁ ନିର୍ବାଣ ଚାହୁଁଛି, ପୁନର୍ଜନ୍ମରେ ଆସିବାକୁ ଚାହୁଁନି। ନା ଦିବସଟା କଣ କି? ଦିବସ ଯେ ନା ଦିବସ ମରଣ ହେବ। ଦିବସ ବାପା କାହାକୁ କହିବା? ଉଦୟରୁ ଅସ୍ତ ପର୍ଯ୍ୟନ୍ତ ମୁଁ କହୁନି। ତେଣୁ ସେ ଉଦୟଟା କେତେବେଳେ? ଦିବସ କିଏ? ଭଗବାନ କୃଷ୍ଣକୁ ପିତାମହ ଭୀଷ୍ମ କହିଲେ, ହେ କେଶବ, ମୁଁ ଯେତେବେଳେ ଇଚ୍ଛା କରିବି ସେତିକି ବେଳେ ମୋ ଦକ୍ଷିଣ ପଟ ନାସାରେ ପବନ ଥିବ ରେ, ସୂର୍ଯ୍ୟାୟଣୀରେ ପବନ ଥିବ। ଯିଏ ବାପା ସୂର୍ଯ୍ୟାଣୀ କି ବାପା ଦକ୍ଷିଣ ନାସାରେ ପବନ ଥିବା ଅବସ୍ଥାରେ ନିର୍ବାଣ ଲଭିଛି, ମୃତ୍ୟୁ ମୁଖର ବରଣ କରିଛି, ସେ ଆଉ ପୁନର୍ଜନ୍ମରେ ଆସିନି। ବାମ ନାସାରେ ଚାନ୍ଦ୍ରାୟଣ ଯୁଗରେ ପବନ ଥିବା ଅବସ୍ଥାରେ ଯିଏ ମୃତ୍ୟୁ ମୁଖରେ ପତିତ ହୋଇଛି, ପୁନର୍ଜନ୍ମରେ ସିଏ ଆସିଛି। ମହାଭାରତ ଯୁଗରେ ଯେତେକ ସୈନ୍ୟ ସାମନ୍ତ ମଲେ ସମସ୍ତଙ୍କର ବାମ ପଟ ନାସା କି ଚାନ୍ଦ୍ରାୟଣ ଯୁଗରେ ପବନ ଥିଲା। କେବଳ ପିତାମହ ଭୀଷ୍ମ ଭଗବାନ କୃଷ୍ଣକୁ ଆରାଧନା କରି ଇଚ୍ଛା କରିବା ପାଇଁ ଚାହିଁଥିଲେ। ଦିବସ କି ଦିନ ବେଳା ପୁରୁଷ ବାରରେ ମୁଁ ମୃତ୍ୟୁ ମୁଖରେ ପତିତ ହେବାକୁ ଚାହେଁ। ଦକ୍ଷିଣ ପଟର ପ୍ରାଣାୟାମ ଥିଲା, ସେଟା ହଉଛି ଦିନ। ବାମ ପଟରେ ପ୍ରାଣାୟାମ ପବନ ଥିଲା, ସେଇଟା ହଉଛି ରାତି। ତେଣୁ ଆଜ୍ଞା ମହତରାଜ ରକ୍ଷିତ ଦାସ କହିନାହାନ୍ତି, କହିଲା ଦିନେ ଯୁଗ ନିଦ୍ରା ଭାଙ୍ଗିବ ଯୁଗଳ ନିଦ୍ରା କେତେବେଳେ ଭାଙ୍ଗିବ? କାହାର ଭାଙ୍ଗିବ? ଆଜ୍ଞା ମହତରାଜ ମହାରାଜ ଆଜ୍ଞା ରକ୍ଷିତ ଦାସ କହିଛନ୍ତି, ନିତ୍ୟ ବୃନ୍ଦାବନରେ ଭଗବାନ କୃଷ୍ଣଙ୍କ ସହିତ ରହସ୍ୟ ଚାଲିବ, ପ୍ରେମ ଚାଲିବ। ଯିଏ ତାକୁ ଦର୍ଶନ କରିଛି ତାହା ରହସ୍ୟର ବାପା ବାପା ବୁଝିଛି। ଜମା ଛାଡୁ ବୃନ୍ଦାବନ କିଏ? କୋଉଠି? ବାହାରେ କିଛି ନାହିଁ, ସବୁ ୟାର ଭିତରେ ଅଛି, ସବୁ ଏଇ ଶରୀର ଭିତରେ ଅଛି। ମୋ ଭଉଣୀ କାଲି କହିଲେ, ଜଗନ୍ନାଥ
ଜଗନ୍ନାଥ ବୋଲି ଯାହାକୁ କହି ଅଧେ ଗଣ୍ଡେରା ଅଧେ କମାଇ, ବ୍ରହ୍ମ ବୋଲି ଯାହାକୁ କହି ବ୍ରହ୍ମ ବୋଲି ଯାହାକୁ କହି ଅଧେ ଗଣ୍ଡେରା ଅଧେ କମାଇ। ସେ ଜଗନ୍ନାଥ କୋଉଠି? ସବୁ ୟାରି ଭିତରେ, ବାହାରେ କିଛି ନାହିଁ। ଭାଗବତର ଜଗନ୍ନାଥ ଦାସ କହିନାହାନ୍ତି ବାପା, କହିଲା ପିଣ୍ଡ ବ୍ରହ୍ମାଣ୍ଡ ଏକମତ ଜାଣନ୍ତି ସୁଜ୍ଞାନୀ ପଣ୍ଡିତ ପିଣ୍ଡ ଆଉ ବ୍ରହ୍ମାଣ୍ଡ ଏକମତ କି ଗୋଟିଏ ମତ? ପିଣ୍ଡରେ ଯାହା ଅଛି ପିଣ୍ଡରେ ଯାହା ଅଛି ବ୍ରହ୍ମାଣ୍ଡରେ ବାପା ତାହା ଅଛି। ପିଣ୍ଡ ବ୍ରହ୍ମାଣ୍ଡ ଗୋଟିଏ ମତ। ଗୋଟାଏ ମତ। ଏ ଶରୀରରେ ବୃନ୍ଦାବନ ଅଛି, ଯୁଗଳ ନିଦ୍ରା ଭାଙ୍ଗୁଛି, ଯୋଉ କଥା କି ମହନ୍ତ ରାଜ ଅରକ୍ଷିତ ଦାସ କହିଛନ୍ତି। ଆଗକୁ ଟିକେ ଛାଡ। ଓ ପିଣ୍ଡ କାହାକୁ କହିବା, ବ୍ରହ୍ମାଣ୍ଡ କାହାକୁ କହିବା? ବ୍ରହ୍ମାଣ୍ଡ କିଏ, ପିଣ୍ଡ କିଏ? ପିଣ୍ଡ ବ୍ରହ୍ମାଣ୍ଡକୁ ହିସାବ করে ପାଲା ଭୁଲ ହବ। ପିଣ୍ଡ ବ୍ରହ୍ମାଣ୍ଡକୁ ହିସାବ କଲେ ଆଜ୍ଞା ପାଲା ଭୁଲ ହବ। ପାଲା ଭୁଲ ହବ। ଇଏ ପଦ ମୂଳେ ଭୁଲ। ଓଡ଼ିଶା ସାରା ଗାୟକ ମାନଙ୍କ ପାଲା ଶୁଣୁଛି, ହେଲେ ମୋ ମୁଣ୍ଡକୁ ଜମା ପାଉନି। ପିଣ୍ଡ ବ୍ରହ୍ମାଣ୍ଡ ଏକମତ। ଜାଣନ୍ତି ସୁଜ୍ଞାନୀ ପଣ୍ଡିତ ତାକୁ ଲେଖିଛନ୍ତି କିଏ? ଜଗନ୍ନାଥ ଦାସ ଓଡ଼ିଆ ଭାଗବତ। ଇଏ ପଦ ମୂଳେ ଭୁଲ। ମୋ ବାପା ମାନେ ବସିଛନ୍ତି, ମୋ ପାଲା ଗାଇବା ଆଗରୁ ତାଙ୍କର କେତେ ବଡ଼ ବାପା ଜ୍ଞାନ, ସମସ୍ତେ ପୁରାଣ ପୁଥି ସମସ୍ତେ ଜାଣିଛନ୍ତି, ପଢିଛନ୍ତି। ଆଚ୍ଛା ମଉସା, ଏ ପଦ ଭାଗବତରେ ଅଛି ନା ନାହିଁ? ଅଛି ଆଜ୍ଞା। କିନ୍ତୁ ଆପଣ ମାନେ ମୁଣ୍ଡ ଟୁଙ୍ଗାରୁ ଯୋଉ ଅଛନ୍ତି, ହଁ କିନ୍ତୁ ଏପଟରେ ମୋ ଭାଇ ବନ୍ଧୁ କହୁଛନ୍ତି ଆଜ୍ଞା ଭାଗବତରେ ପଦ ଭୁଲ। ଆଉ କୁହନ୍ତୁ ଆଜ୍ଞା, ଭାଗବତରେ ପଦ ଅଛି ନା ନାହିଁ? ମଉସା ଆପଣ ଦେଖନ୍ତୁ ଆଜ୍ଞା, ପ୍ରକୃତର ସତ୍ୟ କଥାଟା, ଇଏ ସଂସାରରେ ବାପା ମାନେ ଝିଅ ଗୁଡାକୁ ବେଶୀ ଭଲ ପାଆନ୍ତି। ଝିଅ ଯଦି ଘର ପୋଡ଼ି ପକାଇବ, ମୋ ବାଗିରିଟା ଭୁଲ କଣ କରିଦେଇଛି। ପୁଅ ଯଦି ଗୋଟେ ଡିଆସିଲ କାଠି ପୋଡ଼ିଦେବ, ତା କର୍ଣ୍ଣମୂଳି ଠାଇକିନି ତାମାନେ ତୁମର କହିବା କଥା ବାପା ଶ୍ରଦ୍ଧାରେ, ପ୍ରେମରେ, ଭକ୍ତିରେ ଭାବରେ। ଝିଅ ପ୍ରେମରେ ଶ୍ରଦ୍ଧାରେ ତମକୁ ହଁ ମାରୁଛନ୍ତି। ବର୍ତ୍ତମାନ ଯୋଉ ବାପା କହୁଥିଲେ ହଁ, ସେଇ କହିବେ ନା। କଣ କହିଲୁ? ପିଣ୍ଡ ବ୍ରହ୍ମାଣ୍ଡ ଏକମତ। ଜାଣନ୍ତି ସୁଜ୍ଞାନୀ ପଣ୍ଡିତ ପିଣ୍ଡ ବାପା କାହାକୁ କହୁଛନ୍ତି? ଶରୀର। ମୋ ପାଟି ଆପଣଙ୍କୁ ସମସ୍ତଙ୍କୁ ଶୁଭୁଛି? ମାଇକ ତମ ଇଞ୍ଜିନ ତ କାଢା ନାହିଁ, ମା କହୁଛ ମାଇକ କାଢୁନି। ପିଣ୍ଡ ବ୍ରହ୍ମାଣ୍ଡ ଏକମତ ଜାଣନ୍ତି ସୁଜ୍ଞାନୀ ପଣ୍ଡିତ। ପିଣ୍ଡ କାହାକୁ କହୁଛନ୍ତି? ଶରୀର। ବ୍ରହ୍ମାଣ୍ଡ ଦୁନିଆ। ସାଇ ବ୍ରହ୍ମାଣ୍ଡ ବା ପୃଥିବୀର ଆକାର କେମିତି? ମାନିଆ ଗୋବ ତତେ। ପୃଥିବୀ ବା ବ୍ରହ୍ମାଣ୍ଡର ଆକାର ଗୋଲ। ପିଣ୍ଡ ହଉଛି ଶରୀର। ପାଦରୁ ମସ୍ତକ ପର୍ଯ୍ୟନ୍ତ ସାଇ କେମିତିକା ଦେଖାଉଛି? ଲମ୍ବା, ସିଧା କହୁଛି ଲମ୍ବା। ଆଉ ସିଏ ତ ଗୋଲ, ଇଏ ତ ଲମ୍ବା। ସମାନ କେମିତି ହେଲା? ଜଗନ୍ନାଥ ଗଣ୍ଡିଏ ଭିଡ଼ିକି ଲେଖିଲେ। ସେ କଣ ଭୁଲ କହିଛି? ଶରୀରଟା ଦେଖିବାକୁ ଲମ୍ବା, ସିଏ ତ ଗୋଲ, ଲେକିନ ସମାନ କେମିତି ହେଲା? ଜଗନ୍ନାଥ ଦାସ କିନ୍ତୁ କହିଲେ ମା ମାନର ଆକାରରେ ଗୋଲ। ଶରୀର ଦେଖିବାକୁ ସିନା ଆଖିରେ ଲମ୍ବା ମଉସା, ଶରୀରଟା ଆକାରରେ ଗୋଲ। କି ଠେସା ଗାୟକ। କେମିତି ଆଜ୍ଞା? ସେଇ ଭାଗବତର ଜଗନ୍ନାଥ ଦାସ କହିଲେ। କଣ କହିଲେ? ପିତା ମାତା ସଂଯୋଗରେ ବିନ୍ଦୁ ଖସିଲା ପବନରେ, ବିନ୍ଦୁ ଖସିଲା ପବନରେ, ବିନ୍ଦୁ ଖସିଲା ପବନରେ। ପିତା ମାତା ସଂଯୋଗରେ ବିନ୍ଦୁ ଖସିଲା ପବନରେ। ବିନ୍ଦୁ ଥିଲା କୋଉଠି? ପାଲା ପାତାଳ ହେଲା। ବୃନ୍ଦାବନକୁ ଯିବି ଆଜ୍ଞା, କ୍ଷମା ମନ ମାଗୁଛି, ସମୟ ଦିଅନ୍ତୁ। ବୃନ୍ଦାବନକୁ ଯିବି, ଯୁଗଳ ନିଦ୍ରା ଭାଙ୍ଗିବ। ପିତା ମାତା ସଂଯୋଗରେ ବିନ୍ଦୁ ଖସିଲା ପବନରେ। ପୁଅ ସବୁ ୟାରି ଭିତରେ ଅଛି, ବାହାରେ କିଛି ନାହିଁ। ଜଗନ୍ନାଥ ଏଇଠି, ରତ୍ନବେଦୀ ଏଇଠି, ଗରୁଡ଼ ସ୍ତମ୍ଭ ଏଇଠି, ଭକ୍ତ ଏଇଠି। ତେଣୁ ଏ ଶରୀର ଭିତରେ ସବୁ ଅଛି, ବାହାରେ କିଛି ନାହିଁ। ପିଣ୍ଡ ବ୍ରହ୍ମାଣ୍ଡ ଏକମତ ଜାଣନ୍ତି ସୁଜ୍ଞାନୀ ପଣ୍ଡିତ। ଏ ଶରୀରଟା ଲମ୍ବା ଆକାରରେ ଗୋଲଉଛି ନା ପିତା ମାତା ସଂଯୋଗରେ ବିନ୍ଦୁ ଖସିଲା ପବନରେ। ବିନ୍ଦୁ ଥିଲା କୋଉଠି? ବିନ୍ଦୁ ଥିଲା କୋଉଠି? ବିନ୍ଦୁ ଆସିଲା କେମିତି? ସ୍ଲେଟର ଖଡି ଛୁଇଁଲା ବିନ୍ଦୁ।
କାଗଜରେ କଲମ ଛୁଇଁଲେ ବିନ୍ଦୁ ଇଏ ବିନ୍ଦୁରୁ ଏ ଶରୀରଟା ସୃଷ୍ଟି ହେଲା କେମିତି? ଦେଖିବାକୁ ଲମ୍ବା ଆକାର କେମିତି ଗୋଲ ହେଲା? କେମିତି ବାପା ଆକାରରେ ଗୋଲ ଦେଖିବାକୁ ଲମ୍ବା ହେଲା? ଜାତିରେ ଗନ୍ଧ ଜନ୍ମରୁ ଅନ୍ଧ ସନ୍ଥ କବି ଭୀମ ହୋଇ ମହିମା ଧର୍ମର ଜାଗ୍ରତ ପ୍ରହରୀ ବାପା ଧାରି ନ୍ୟାୟ ଦେଲେ ଗୋଲ ଦେଖିବାକୁ ଲମ୍ବା ଆକାରର ଗୋଲ ଓଲା ଜାଗିଛନ୍ତି ବ୍ରହ୍ମ ଅଗ୍ନି ଜାଗିଛନ୍ତି ବ୍ରହ୍ମ ଅଗ୍ନି ଉଲ୍ଲେଖ ଜାଗିଛନ୍ତି ବ୍ରହ୍ମଦିନ ଉଲ୍ଲେଖ କିଏ କୁଣ୍ଡ କିଏ ବ୍ରହ୍ମ କିଏ ସବୁ ୟାର ଭିତରେ ଅନେକ ମତ ଅନେକ ଜ୍ଞାନ ଅଛି ବୋଲେ ବୋଲା ଓ ଲେଖ ଉଲ୍ଲେଖ ଓ ଲେଖିଲେ ଉଲ୍ଲେଖ ଓ କୁ ଲେଖିଲେ ଉଲ୍ଲେଖ ୟ କୁ ଲେଖିବା କେମିତି? ଲେଖିବ ଆ ଲମ୍ବା ଛୁଆ ଲେଖିଦେବେ ଆମ ସାଇ ବସିବାକୁ ଲେଖିବ ସାଙ୍ଗେ ସାଙ୍ଗେ ପ୍ରଧାନ ସାହିରେ ଓ ଲେଖିଛୁ କେମିତି ସ୍ଲେଟରେ ଓ ଲେଖିଛୁ କହିଲୁ? ହାତରେ ବୁଲେଇ ଦେବେ ଆଚ୍ଛା ସେ ଆଙ୍ଗୁଳି ନିର୍ଦ୍ଦେଶରେ ଆଙ୍କି ଦେଲା ସ୍ଲେଟର ବାପା ଓଟା କଣ ଆମେ ସ୍ଲେଟରେ ଲେଖିବା? ଓଟା କୋଉଠି ଅଛି? ଓ ଆମ ଶରୀରରେ ଅଛି ଇଏ ଶରୀର ମଧ୍ୟରେ କୋଉଠି ଅଛି? ପ୍ରତ୍ୟେକ ମାନବର ମୁଖମଣ୍ଡଳରେ ଓ ଲେଖା ଯାଇଛି ମଣିଷର ମୁହଁଟା ହେଉଛି ଓ ଯେତେକ ବାପା ମାନେ ଜ୍ଞାନୀ ମାନେ ମା ମାନେ ସାର୍ ମାନେ ସବୁ ପିଲାମାନେ ବସିଛନ୍ତି ସମସ୍ତଙ୍କ ମୁହଁରେ ଅଛି ସମସ୍ତଙ୍କ ମୁହଁରେ ଅଛି ତମ ମୁହଁ ମୋ ମୁହଁ ଯେତକ ଏଠାରେ ଆମ୍ଭେମାନେ ଅଛନ୍ତି ସମସ୍ତଙ୍କ ମୁଖମଣ୍ଡଳକୁ ନଜର କଲେ ଗୋଟିଏ ଗୋଟିଏ ଓ ସବୁଆଡେ ଥିବ କିନ୍ତୁ ଇଏ ଜ୍ୟୋତିଷ ଅଲଗା ଏଠି ନଥିବ ପ୍ରାୟ ତମ ମୁହଁରେ ପରିଷ୍କାର ଓ ଲେଖା ହେଇଛି ଜଣା ପଡୁଛି ମୁହଁରେ ଅଛି ହଁ ବର୍ତ୍ତମାନ ଦେଖାଇବ ଲୋକ ଦେଖିବେ ହଁ ଯଦି ନ ଦେଖାଇ ପାରିବ ତମ ପଇସା କଟା ହବ ପଇସାଟାକୁ କାହିଁକି ଆଖିଆକୁ ପାଡୁଛୁ? କୁହନା ମଣିଷ ଜୀବନରେ କଣ ପଇସାଟା ବଡ କିରେ? ପଇସା ଉପରେ ମୋର ପ୍ରବଳ ରାଗ ସମସ୍ତଙ୍କର ସୁଭଦ୍ରା ହେଇଛି ଆମ ଘରେ ହେଇନି ଆଉ ଯଦି ନ ହେଇଛି କୌଣସି କାରଣରୁ ଯଦି କଟିଯିବ ପୁଣି ସର୍ଭ କରାଯାଇଛି ପୁଣି ତୁମେ ଯଦି ବାପା ଆପ୍ଲାଏ କରିବ ପୁଣି ଆସିବ ଏକା କିସ୍ତିରେ ପାଇବ ଯେତେକ ଥର ପାଇଛ ମୁଁ ବିରୁଦ୍ଧ ଗୋଷ୍ଠୀରେ ଅଛି ମତେ ଦଉନାହାନ୍ତି ହଉ ତମର ନବରତ କୁହ ତମ ମୁହଁଟା ପରିଷ୍କାର ଦେଖାଯାଉଛି କେମିତି କୁହ ଓଟାକୁ ଲେଖିବାକୁ ହେଲେ ମନେ କରନ୍ତୁ ବର୍ତ୍ତମାନ ତୁମ ଶରୀର ଗୋଟେ ବ୍ଲାକ୍ ବୋର୍ଡ କି କଳା ପଟା ତାମାନେ ମୁଁ ବର୍ତ୍ତମାନ ବ୍ଲାକ୍ ବୋର୍ଡ ହଁ ମୋର ଅଙ୍ଗୁଷ୍ଠି ରୂପକ ଚକ ତୁମ ଶରୀର ରୂପକ କଳା ପଟାରେ ଓ ଲେଖିବ ସମସ୍ତେ ସାର୍ ମାନେ ଦେଖିବେ କେମିତି ବାପା ଓ ଲେଖିବା? ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ଭାଇ କହିଦେଲେ 3 ଘଣ୍ଟା 2 କୋଡ଼ା ଲେଖିବ 3 ଘଣ୍ଟା 2 କୋଡ଼ା ଲେଖିବ 3 ଘଣ୍ଟା 2 କୋଡ଼ା ଲେଖିବ 80 ଘଣ୍ଟା ଦେଇ ଯାହାଏ ଲୋକ ହୋ 100 କାଗଜରେ ଲେଖି 3 ଘଣ୍ଟା 2 କୋଡ଼ା ଲେଖିବ ବାପା ମାନେ ଶରୀର ତତ୍ତ୍ୱ
ଇଏ ତତ୍ତ୍ୱ କହୁଛି ବାପା ପିତା ରସ। ଇଏ ତତ୍ତ୍ୱରେ ଟିକେ ଗଢିଛି ବୋଲି ଆପଣମାନେ ମନରେ କିଛି କୁଣ୍ଠିତ ହେଉଛନ୍ତି କି? ଠିକ ଅଛି ତ? ଏଇଠି ସାରି ଦେଇ କଥାଟା ଆଗକୁ ଭାଇ କହୁଛନ୍ତି ପାଲା ପୁରା ହାର୍ଡ ତିନି ଗଣ୍ଡା ଦୁଇ କୋରା ଲେଖିନି। ତିନି ଗଣ୍ଡା ମୋର ଲେଖା ହେଇଛି ଖାଇଦେଇକି ଲେଖା ହେଇଛି ସେ ମନା କଲି ମାନେ ନାହିଁ। ଓ ଯେତେବେଳେ ପ୍ରଥମେ ମୋ ଧନ ସ୍ଲେଟରେ ଲେଖୁ ଆଗେ ତିନି ଲେଖୁ ନା ତାପରେ ବୋଭା ଲେଖୁ? ଆଗେ ତିନି ନା ଆଗେ ବୋଭା? ଆଗେ ତିନି ଆଙ୍କିକି ତାପରେ ତୁ ଯାହା ଲେଖା କଥା ଲେଖୁଛୁ। ତୋ ମୁହଁରେ ପ୍ରଥମେ ତିନିଟା କହୁଛୁ। ସେଟା ମନେ କର ତୋ ଦକ୍ଷିଣ ପଟା ଭଲତାରୁ ଆରମ୍ଭ କରି ଓର ପୋଡା ଅଛି ତୋ ନାସାରେ ପୋଡା ଦେଇ ତୋ ବାମ ଭୁଲତା ପଛେ ତେଣୁ ବାପା ଦୁଇ ଭୁଲତା ମଝିରେ ଅଛି ଆଜ୍ଞା ନାସା ରନ୍ଧ୍ର। ଆକୁ ଲକ୍ଷ୍ୟ କଲେ ବାପା ତିନିର ଆକୃତି ହଉଛି ନା ନାହିଁ? ତିନି ଗଣ୍ଡା ଦୁଇ କୋରା ତିନି ତଳେ ତିନିକୁ ଲଗାଇ ତଳେ ବୋ ଫଳା ଦିଏ। ଅଶୀ ଗଣ୍ଡା ଯାହା ଲେଖୁଛୁ ତା ଦକ୍ଷିଣ ପାର୍ଶ୍ୱରେ ଆକାର ଦିଏ, ବାମ ପାର୍ଶ୍ୱରେ ଏକାର ଦିଏ। ଏକାର ଦେଲେ 100 ଆପଣ ବୋଲନ୍ତି ଏକାର ଦିଏ। ଆଗେ ଦେଖେ କାଳେ ଭୁଲ ଭାଲ କରୁଛ ପଇସା ଲୋଭରେ। ତିନି ଲଗେଇକି ବହ ଫଳା ଦେଲି 80 ଗଣ୍ଡା ଆକାରେ ବାପଟେ କଣ ଦେବି ଏକାରେ ତଳେ দিয়ে 64 পড়া হর্ষকারে 4 লেখে 4 দেলা 4 এফ উপরে অর্ধমাত্রা দিয়ে অর্ধমাত্রা কहीं पर बिंदु दिए ऊपर हर्षकार दिए दक्षिण पार्श्व दीर्घाकार दिए तले गायत्री छंद बसा एथर उच्चारण करे ତିନି ବହ ଫଳା ଏକାରେ ଆକାରେ ଅବସ୍ଥା कौन ଅବସ୍ଥା ଦେଖିବ ନାହିଁ ଇଏ ତାକୁ ମାନେ ସାଂଘାତିକ ରୋଗ ହେଲାଣି होनी ପାଟିର ବସୁନି। ये भावକୁ न ଆସିଲେ ଧାରାକୁ न ଆସିଲେ ସାଧାରଣ ବ୍ୟକ୍ତି ବାପା ଏ ଓର ଭାବ ବୁଝି ପାରିବା ନା। ଯେ ଗୁରୁ ଆସିଲେ ତ ଗୁରୁ ମୁଖୀ ଗୁରୁ ଧାରାରେ ଅଛି ସହକୁ ହିଁ ବୁଝିବ। ସେ କିଏ ବାପା? ସେ ଶୂନ୍ୟ ବ୍ରହ୍ମ ନିରାକାର ବ୍ରହ୍ମ। ଶୂନ୍ୟ ଦେଇ ଶୂନ୍ୟର ଅଛନ୍ତି ଓଙ୍କାର ବ୍ରହ୍ମ। ଯଦି ମନୁଷ୍ୟର ମୁହଁଟା ହେଲା ଓଲେଖ ଓକୁ ଲେଖିଲେ କୁଣ୍ଡ ସେନ୍ସ ଗ୍ଲାଣ୍ଡ ଜ୍ଞାନର କୋଷ ତ୍ରିକୁଟ। ଏ ତ୍ରିକୁଟଟା ହେଉଛି ଓର ଉଲ୍ଲେଖର କୁଣ୍ଡ। ଏକ ବ୍ରହ୍ମ ଦ୍ୱିତୀୟ ନାସ୍ତି। ବ୍ରହ୍ମ ଦିନ ସ୍ଥିରତା ଥିଲା ସ୍ଥିରର ଥିଲା ଏଇ ବ୍ରହ୍ମ ଦିନ ଦୁଇ ଭାଗ ହେଲା ନା କେମିତି? ପିତା ମାତା ସଂଯୋଗରେ ବିନ୍ଦୁ ଘଷିବ ପବନରେ। ଯେତେବେଳେ ପିତାଙ୍କ ପାଖରେ ବିନ୍ଦୁ ଥିଲା ମା ପାଖକୁ ଏ ବିନ୍ଦୁ ଆସିବ। ବ୍ରହ୍ମାଣ୍ଡ ରଚନା କରିବା ଉଦ୍ଦେଶ୍ୟରେ ଜଗତଗୁରୁ ଅଭିରାମ ପରମହଂସ ବାପା କଣ କହିଲେ? ଜ୍ଞାନୀ ହୋ ଏବେ ଶୁଣ, ଜ୍ଞାନୀ ହୋ ଏବେ ଶୁଣ, ଶୁଣ ବିଷମ ସନ୍ଧି বাড়াবাড়ি করে শুনবে না। অনেক কথা আছে আলোচনা বাপা পিতা মাতা সংযোগরে বিন্দু ঘষিলা পবନରେ ବାପା ମାଙ୍କର ଯେତେବେଳେ ମହାମିଳନରେ ପିତା ମାତାଙ୍କ ସଂଯୋଗ ସମୟରେ ମୋ ମା କଣ ଉଠିଲେ ସେପଟେ ବାପା ମାଆ ପଳେଇଲେ। ଆପଣମାନଙ୍କ ପାଇଁ ଦିନ ଗୁରୁବାର ପୁରୁଷବାରରେ କାହିଁକି ଲକ୍ଷ୍ମୀ ଓଷା କରାଯାଏ? ତାକୁ ମୁଁ ଜାଣିଛି ସେ ଗୋଟେ ଅଣ୍ଡିଛନ୍ତି। ସୁନ୍ଦର କଥାଟା ଆପଣମାନଙ୍କ ପାଇଁ ବାଳିକି ରଖିଛି। ଆଉ ଯଦି ଆପଣମାନେ ଉଠିଯିବେ ଆଉ ଶୁଣିବ କିଏ?
ये पिता माताଙ୍କ ସଂଯୋଗରେ ବିନ୍ଦୁ ଖସିଲା ପବନରେ ପ୍ରଥମେ ଷଢ଼ଚକ୍ରକୁ ଭେଦ କଲା ଷଢ଼ଚକ୍ରରେ ଦ୍ୱାଦଶ ଦେବାଦେବୀଙ୍କୁ ଦର୍ଶନ କଲା ଦ୍ୱାଦଶ ଦେବାଦେବୀଙ୍କୁ ଦର୍ଶନ କରି ମଉସା ବାପାଙ୍କ ଠାରୁ ବିନ୍ଦୁ ଯାଇ ମାର ଗର୍ଭକୋଷ ଗର୍ଭ ପଦ୍ମରେ ସ୍ଥାନ ପାଇଲା ମା ଗର୍ଭ ପଦ୍ମଟା ଯଦି କେତେ ପାଖୁଡ଼ା କୁହାଯାଏ ମନେ କରନ୍ତୁ ପିଲାଟି ଜନ୍ମ ହେଲା ଜନ୍ମରୁ 21 ଦିନ ପର୍ଯ୍ୟନ୍ତ ପିଲାଟିକୁ ଆପଣ ମାନେ କଣ ଡାକନ୍ତି ଯଦି ପୁଅଟିଏ ଜନ୍ମ ହେଲା ପୁଅର ନାମକରଣ ଦିଆଯାଇନି 21 ଦିନରେ ନାମକରଣ ଦିଆଗଲେ ଡାକିବେ ଦାମ ସାମ ଆଜ୍ଞା ଯେ ପର୍ଯ୍ୟନ୍ତ ନାମକରଣ ନ ଦିଆଯାଇଛି କଣ କହିବେ ନା ପୁଅଟିଏ ହେଇଛି ଝିଅଟିଏ ହେଲେ ଆପଣମାନେ କହିବେ ଝିଅଟିଏ ହେଇଛି ସବୁ ଦେବାଦେବୀକୁ 12 ରାତ୍ର ଗଲା ପରେ ପୂଜା କରନ୍ତି କିନ୍ତୁ ପୁଅ ଝିଅ ଜନ୍ମ ହେଲା ପରେ 21 ଦିନରେ ସତ୍ୟନାରାୟଣଙ୍କୁ ଶିରଣି କାହିଁକି ଦିଅନ୍ତି ସତ୍ୟନାରାୟଣଙ୍କୁ 21 ଦିନରେ କାହିଁକି ଦିଆଯାଏ ଜନ୍ମ ଠାରୁ 10 ରାତି ମେଣ୍ଟିଲା ପରେ ସବୁ ଗାଁ ଠାକୁରାଣୀ ଘର ଦେବତା ସବୁ ଭୋଗ ଖାଇବେ ନାରାୟଣ କାହିଁକି 21 ଦିନ ଖାଇବେ କାହିଁକି 22 ଦିନ ହବ ନାଇଁ କି 20 ଦିନ ହବ ନାଇଁ ସେ କାହିଁକି 21 ଦିନ ଭୋଗ ଖାଇଲେ 21 ପାଲା ହବ କାହିଁକି କଣ ପାଇଁ କହିଲା ସିଏ ବ୍ରହ୍ମ ଯେତେବେଳେ ପିତାଙ୍କର ବିନ୍ଦୁ ଯେତେବେଳେ ମାର ଗର୍ଭକୋଷ ପଦ୍ମରେ ସ୍ଥାନ ପାଇଲା ସେତେବେଳେ ମାର ଗର୍ଭ ପଦ୍ମଟା ବାପାର ପ୍ରସ୍ଫୁଟିତ ଥିଲା ପିତାଙ୍କ ବ୍ରହ୍ମପରଶ ପାଇବା ମାତ୍ରେ ଧୀରେ ଧୀରେ ମୁଦ୍ରିତ ଗୋଲାକାର ରୂପକୁ ଧାରଣ କଲା ଇଏ ଗୋଲାକାର ପଦ୍ମ ଭିତରେ ପିତାଙ୍କର ବିନ୍ଦୁ ରହିଲା କେମିତି ରହିଲା ଆଜ୍ଞା ସେଇ ଗୋଲାକାର ପଦ୍ମ ଭିତରେ ପିତାଙ୍କର ବିନ୍ଦୁ ତେଣୁ ଆଜ୍ଞା ଯଶୋବନ୍ତ ଦାସ ପଞ୍ଚସଖାର ମହାନ ସମ୍ରାଟ ବାପା କହିଦେଲେ ଯଶୋବନ୍ତ ଦାସ କହିଲା ଯେତେବେଳେ ମାତା ଗର୍ଭେ ହେଲୁ ସଞ୍ଚାର द्वितीय मासरे जलर जपरी मीन खेले मीन सदृश खेलना लगे तृतीय मासरे शून्यर डाला मिलला चतुर्थ मासरे बापा अस्थि खंजा गला यही बड़ी ईश्वर कारीगर ये ईश्वर कारीगर बोधन माँ गर्भरे पितांकर बिंदु को 300 दिन तैयारी कला जेतले माँ गर्भ पद्मरे आज्ञा संतान रहिला गोलाकार पद्म भितर गोलाकार पद्मरु ये शरीरटा सृष्टि तेणु जगन्नाथ दास यही न्यार कहे पिंड ब्रह्मांड एकमत जानती ब्रह्मांड गोल एवं शरीरटा देखा लंबा आकार गोल तेणु आज्ञा गोलाकार पद्म भितर जब ये शरीरटा सृष्टि है तेणु मार गर्भ पद्म हूँ गोलाकार तेणु ये शरीर सृष्टि है शरीरटा देखा लंबा आकार गोल द्वितीयत साइंस मत को जब आख्या करवा शरीर मध्य हृदपिंड अच्छी ये हृदपिंड आकार मौसा देखा गोलाकार तेणु ये ब्रह्मांड गोल शरीर मध्य गोल ये गोलाकार पिंड भितर सबू अच्छी गोप अच्छी वृंदावन अच्छी भगवान कृष्ण रहस्य करुँच वृंदावन जुगल लीला भांगुंट पुओ जदि गोलाकार पद्म को आख्या गुआई गोपटा किए
বৃন্দাবনটা কি? বৃন্দাবন রাজা ভগবান কৃষ্ণ রহস্য করছেন যোগ খান ভাই কইছেন গোবন যাবে মোহথারে দিব গোবন বাপা কি ଅଛି বৃন্দাবনের নিকুঞ্জ কানারে কি ଅଛି বৃন্দাবন কিয়ে দ্বারকা কিয়ে গোপ কিয়ে ভৌণী ଯୋଉ କୃଷ୍ଣ କଥା କହିଥିଲ ସେ କୃଷ୍ଣ କୋଉଠି ଅଛି ସେ ବୃନ୍ଦାବନରେ ଅଛି ଯୁଗ ନିଦ୍ରାରେ ଯେତେବେଳେ ତା ଯୁଗ ନିଦ୍ରା ଭାଙ୍ଗିବ ପିତାମହ ଭୀଷ୍ମଙ୍କ ମନ ସହିତ ଭଗବାନ କୃଷ୍ଣଙ୍କର ମନ ଏକାଗ୍ରତା ହେଲା ନିକୁଞ୍ଜ ବିହାରୀ ଭଗବାନ ବିଶ୍ୱ ବ୍ରହ୍ମାଣ୍ଡର ଠାକୁର ତୃତୀୟ ପାଣ୍ଡବ ଅର୍ଜୁନଙ୍କର ସଖା କୃଷ୍ଣକୁ ଭୀଷ୍ମ ଚିନ୍ତା କରିନଥିଲେ ସେଇ ନିକୁଞ୍ଜ ବିହାରୀ ଶୂନ୍ୟ ଆତ୍ମା ପରମ ପୁରୁଷ ବିରାଟ ପୁରୁଷଙ୍କୁ ଆଜ୍ଞା যে বৃন্দাবন ଥିଲେ ତାକୁ ପିତାମହ ଭୀଷ୍ମ ଚିନ୍ତା କରିଥିଲେ ପିତାମହ ଭୀଷ୍ମଙ୍କ ମନ ସହିତ ଆଜ୍ଞା ସେ ବିରାଟ ପୁରୁଷଙ୍କର ମନ ମିଶିଥିଲା ଯାହାଙ୍କ ଡାକରାର ଦିନେ ଆସି ଦର୍ଶନ ଦେଇ ତାଙ୍କୁ ମୁକ୍ତିର ନିର୍ବାଣ ଦେଇଥିଲେ ପିତାମହ ଭୀଷ୍ମ ସେଦିନ ଦିନ ବେଳା ପୁରୁଷ ବାରଟି ଗୁରୁବାରରେ ମରେ ଯଦି ଏଇଠି ଗୋଟାଏ କଥା ଆପଣମାନଙ୍କ ମନରେ ବାପା ପ୍ରଶ୍ନ ଉଠେ ମନୁଷ୍ୟ ତ ଜନ୍ମ ହେଇଛି ମରିବ କାହିଁକି ଯଦି ଆମ୍ଭେମାନେ ଜାଣିଛନ୍ତି ମନୁଷ୍ୟ ଶରୀରରେ ଆସିଛନ୍ତି ମନୁଷ୍ୟ ଜନ୍ମ ପାଇଛନ୍ତି ତେବେ ବାପା ମରିବା କାହିଁକି ଆଉ ଯଦି ମରିବା ଆମ୍ଭେମାନେ ଜନ୍ମ ଜାଣିଛନ୍ତି ମଉସା ତେବେ ସଂସାରର ଜନ୍ମ ହବା କାହିଁକି ନା ଯଦି ମନୁଷ୍ୟ ଜାଣିଛି ଜନ୍ମ ମିଥ୍ୟା ମୃତ୍ୟୁ ସତ୍ୟ তবে যদি জনে মনুষ্য জানিছে জন্ম হইছে মানে মরিবাকু নিশ্চিত হব তাহলে জন্ম হব কাই বেকার দুনিয়ার জন্মটা মিথ্যা মৃত্যু হি সত্য যদি জানিছন্তি আমি জন্ম হলে মরিবা তবে জন্ম হবা কাই মৌসা মনুষ্য মরে কাই মনুষ্য মরে কাই বিষ পিলে মরে না গাড়ি চড়ি গলে মরিব না ফাঁসি দেলে মরিব না মনুষ্য মরে কোন পাই ওই পোখরকে ডেই পড়লে বুড়িকি মরিব নই পোখরীକୁ ଡେଇଁ ପଡ଼ିଲେ ବୁଡ଼ିକି ମରି ପାରିବନି ମଣିଷ ମରେ କ'ଣ ପାଇଁ ବୟସ ହେଲେ କରିବ ବୃଦ୍ଧ ଅବସ୍ଥା ଆସିଲେ ବୟସ ସରିଗଲେ ସେ ମରିଯାଏ ନା ସୁନ୍ଦର କଥା କହିଛ ତୋ ମତରେ ଭଲ କଥା କହିଛ ମଣିଷ ମରେ ବାପା କାହିଁକି ସୁନ୍ଦର ଦର୍ଶନ ଦେଇ କଥାଟା ଆଗକୁ ନଉଛି आ कथा को पुनी सब भाई मन कर मालिका कथा बापा कर काली र विषय वस्तु हां पुरुष का रोग की ते जन्म का ना ना जय जगन्नाथ मनीष तीन बापा मान को मन रे बापा कष्ट देबिनी चांदक पक्षी सदृश चाहि छंती बाबा बापा एठी जोड़ा जीव पांच निया जाई छी आ दीटा निया बाकी रही छी इरे जीवनी निज को बुलौछ मागर धूप भलिया भाई मोर केते श्रद्धा रे देई छंती 200 टंका पुन तुम मागर धूप बुलेला कोन बुलेनी पकड़ रखी दउछु पिठी आगु आज्ञा कोन कहले पैसा पति मोल ओ बापा व्यस्त होछंती आगो को जीवा भाई आज कथा बना र हां गीत सुंदर दर्शन के देई कथा रे आगो बुलौछि मो कथा कटिला मो कथा भी कटिला दिने परमरार जगत गुरु अभिराम परमहंस प्रत्येक दिन पड़ी मागिबा पाई पाख गां को जान
ତାଙ୍କର ପଟ ଶିଷ୍ୟ ଥିଲେ ବୈକୁଣ୍ଠ ବାବା, ଯାହାକୁ ଶ୍ରଦ୍ଧାରେ ବଙ୍ଗାଳୀ ବୋଲି ଡାକନ୍ତି। ବଙ୍ଗାଳୀ ବାବା ଆଜ୍ଞା ପଢି ପାଇଁ ଯାଆନ୍ତି। ସେଦିନ ଜଗତଗୁରୁ ଅଭିରାମ ପରମହଂସ ଆଶ୍ରମରେ ଥିବା ଅବସ୍ଥାରେ କିନ୍ତୁ ବଙ୍ଗାଳୀ ବାବା ଇଏ ବୈକୁଣ୍ଠ ବାବା ପଢି ମାଗିବା ପାଇଁ ପାଖ ଗାଁକୁ ଯାଇଥିଲେ। ପଢି ନେଇ ଆଶ୍ରମକୁ ଫେରୁଥିବା ସମୟରେ ଏକ ଆଶ୍ଚର୍ଯ୍ୟ ଘଟଣା ଦେଖିଲେ। ସେଦିନ ବଙ୍ଗାଳୀ ବାବା ଦେଖିଦେଲେ ଆଜ୍ଞା ସେଇ ଗାଁର ଜଣେ ବ୍ୟକ୍ତି ମରିଯାଇଛି। କୋକେଇରେ ତାଙ୍କୁ ଆଜ୍ଞା କାନ୍ଧେଇକି ରାମ ନାମ ସତ୍ୟ ହରିନାମ ସତ୍ୟ କହି ଆଜ୍ଞା ଚାଲିଛନ୍ତି। ବଙ୍ଗାଳୀ ବାବା ଦେଖି ଦଉଛନ୍ତି ଆଶ୍ରମ ପାଖ ଦେଇ ଆଜ୍ଞା ଶବ ନେଇ କେତେ ଜଣ ଶବ ବାହକ ମାନେ ଚାଲିଛନ୍ତି। ବଙ୍ଗାଳୀ ବାବାଙ୍କର ଯେତେବେଳେ ନଜର ପଡିଗଲା କହିଲାରେ ମଧ୍ୟାହ୍ନ ସମୟରେ ମା ପୂର୍ଣ୍ଣମାସୀଙ୍କ ପାଖରେ ବଡ ଭୋଗ ଲଗାଉଥିବେ ମୋ ଗୁରୁଦେବ, କିନ୍ତୁ ଏ ସମୟରେ ଯେତେବେଳେ ଆଜ୍ଞା ଗୋଟେ ଶବଟା ଆଶ୍ରମ ପାଖ ଦେଇକି ଯାଉଛି ଅଶୁଭ। ମୁଁ ଦୌଡୁଛି ଆଜ୍ଞା ମୋ ଗୁରୁଦେବଙ୍କୁ ଆଜ୍ଞା ମନା କରିବି ମାଙ୍କ ପାଖରେ ବଡ ଭୋଗ ଲଗାଇବେ ନାହିଁ। ଦେଖନ୍ତୁ ମନୁଷ୍ୟ ମରେ କାହିଁକି, ମରିବାର କାରଣଟା କଣ? ବଙ୍ଗାଳୀ ବାବା ଦୌଡ଼ିଲେ ଆଶ୍ରମ, ଧଇଁ ସଇଁ ହେଉଛନ୍ତି, ନିଶ୍ୱାସ ବାହାରି ପଡୁଛି। ଡାକିଦେଲେ ଗୁରୁଦେବ। ଆପଣ ଯୋଉ ବର୍ତ୍ତମାନ ମା ପୌର୍ଣ୍ଣମାସୀଙ୍କ ପାଖରେ ପୌର୍ଣ୍ଣମାସୀଙ୍କ ପାଖରେ ନୈବେଦ୍ୟ କାର୍ଯ୍ୟକ୍ରମ କରୁଛନ୍ତି, ନୈବେଦ୍ୟ ବନ୍ଦ କରନ୍ତୁ। ବର୍ତ୍ତମାନ ଅଶୁଭ ସମୟ, ଆପଣ ମଠ ଭିତରେ ଅଛନ୍ତି, ବାହାର କଥା ଆପଣ କିଛି ଜାଣିପାରୁନାହାନ୍ତି। ଆଚ୍ଛା ବଙ୍ଗାଳୀ, ଆଜ୍ଞା କଣ ପାଇଁ ତୁ ମାଙ୍କ ପାଖରେ ଭୋଗ ବନ୍ଦ କରୁଛୁ? ବର୍ତ୍ତମାନ ଅଶୁଭ ସମୟ। ଅଶୁଭ ତ କାହାକୁ କହୁଛୁ? ଆମ କରମଳା ମଠ ପାଖ ଦେଇ ଗୋଟେ ଶବ ଯାଉଛି। ଶବ ବାହକ ମାନେ ତାକୁ ବହି ନଉଛନ୍ତି। ଜଣେ ଲୋକ ମରି ଯାଇଛି, କୋକେଇରେ ଶୋଇ 4 ଜଣ ଚାଲିଛନ୍ତି ହରିନାମ ସତ୍ୟ ରାମ ନାମ ସତ୍ୟ କହି। ଶବ ଗଲା ବେଳେ କେହି ଭୋଜନ କରନ୍ତି ନାହିଁ। ଆଚ୍ଛା ବଙ୍ଗାଳୀ, ଆପଣ ନୈବେଦ୍ୟ କରୁଛନ୍ତି ମାଙ୍କ ପାଖରେ? ତୁ ଦେଖିଛୁ ସେ ଲୋକଟା ମରି ଯାଇଛି? ମୋ ନିଜ ଆଖିରେ ଦେଖିକି ଆଇଛି। ତାକୁ କାନ୍ଧେଇଛନ୍ତି, କୋକେଇରେ 4 ଜଣ କାନ୍ଧେଇଛନ୍ତି, କହୁଛନ୍ତି ରାମ ନାମ ସତ୍ୟ ହରିନାମ ସତ୍ୟ। କହିଲେ ନାଇଁ ରେ। ହଁ ପରା ମୁଁ ଦେଖିଛି 4 ଜଣ ଯାକେ କହୁଛନ୍ତି ରାମ ନାମ ସତ୍ୟ ହରିନାମ ସତ୍ୟ। ଯିଏ ଶୋଇଛି ରୋଷେଇ ଖିଆ ସିଏ କିଛି ବୁଝିପାରୁନି। କହିଲା ସେ ଶବ ଯାଉନି ରେ, ଯାଉଛି। ଜଣେ ପୁରୁଷ ତା ସ୍ତ୍ରୀକୁ ବିଧବା କରି ଚାଲି ଯାଉଛି ରେ। ସେ ଶବ ଯାଉନି ରେ, ଶବ ଯାଉନି ନା। ପୁରୁଷ ଜଣକୁ ତା ସ୍ତ୍ରୀକୁ ବିଧବା କରି ଚାଲି ଯାଉଛି। ଆଶ୍ଚର୍ଯ୍ୟ ହୋଇଗଲେ ବଙ୍ଗାଳୀ ବାବା। କହିଲା ଗୁରୁଦେବ ଆଖିର ଦେଖିଲି ଆପଣ ମନା କରିଦଉଛନ୍ତି। କହିଲା ବଙ୍ଗାଳୀରେ ଛୋଟ ଛୁଆ, ବୟସ ହେଇନି, ବୁଝିବାର ସେ ଶକ୍ତି ନାହିଁ। ତୁ ଯାହାକୁ ଶବ ବୋଲି କହୁଛୁ ବଙ୍ଗାଳୀରେ ସେ କିଏ ଯାଉଛି? ଯାଉଛି କିଏ? ଜୀବ ତତ୍ୱରେ ଜଗତ ଗୁରୁ ଅଭିରାମ ପରମହଂସ ସେଦିନ ତାଙ୍କର ପଟ ଶିଷ୍ୟ ଶ୍ରଦ୍ଧାର ବଙ୍ଗାଳୀକି ଆଜ୍ଞା ବୁଝାଇଥିଲେ। ଶୁଣ ବଙ୍ଗାଳୀ ଶୁଣ, ମନୁଷ୍ୟ ମରେ କାହିଁକି? ଜୀବ ତତ୍ୱ ଶୁଣ, ବୈକୁଣ୍ଠ ଇଏ ଶରୀର ଅହମିକା ପାଇଁ ଶବ ବୋଲି କହୁଛୁ, ସେ ମରି ଯାଇଛି, ସେ ଶବ ଯାଉନି ରେ। ସେ ପରମ ରୂପକ ସ୍ୱାମୀ ଜୀବ ରୂପକ ସ୍ତ୍ରୀକୁ ବିଧବା କରି ଚାଲି ଯାଉଛି। କେତେବେଳେ ପରମ ଚାଲିଯାଏ, ଜୀବ ବିଧବା ହେଇଯାଏ। ବଙ୍ଗାଳୀରେ ଶରୀରରୁ ସୁବତ୍ୱ ଚାଲିଗଲା ପରେ ଶରୀରଟା ଶବ ପାଲଟି ଯାଏ। ସେତିକି ବେଳେ ସମସ୍ତେ କୁହନ୍ତି ଶବ ଯାଉଛି ରେ, ଶବ ଯାଉଛି। ମଣିଷ ମରେ କାହିଁକି ନା ନିଜର ଅହମିକା ପାଇଁ। ଜଗତଗୁରୁ ଅଭିରାମ ପରମହଂସ କହିଲେ ଅହମିକା ପାଇଁ, ଗର୍ବ ପାଇଁ ମନୁଷ୍ୟ ମରେ। ଦୁଇ ନିଆଁ ବାକି ରହିଥିଲା, ଯୋଉ ଦୁଇ ନିଆଁରେ
ମଣିଷ ଜୀବନ ସାର୍ଥକ ହବ, ସେ ଚିନ୍ତା କରିବ, ଅନୁଭୂତି କରିବ ତା ଜୀବନର ସୃଷ୍ଟି ହେଇଛି ଦୁନିଆ, ଶେଷ ଦୁଇଟି ନିଆଁ ତାର ରହିଛି। କେତେବେଳେ ସେ ଦୁଇଟି ନିଆଁର ଆବଶ୍ୟକତା ରହିବ? ଶିବ ତ ଚାଲିଗଲା ପରେ ସେତିକିବେଳେ ଶରୀରଟା ସାଜିବ ଆଜ୍ଞା ଶବ, ମୋଡ଼ା ସାଜିବ। ଆପଣଙ୍କର ଆଜ୍ଞା ମନବୋଧ 34 ଭକ୍ତ ଚରଣ ଦାସ କହିଦେଲେ ଛୁଇଁବେ ନାହିଁ ତୋତେ ଶିବ ତ ଚାଲିଗଲା ପରେ ଶରୀରଟା ବାପା ଶବ ପାଲଟେ। ଶବ ପାଇଁ ସେତିକି ବେଳେ ଆବଶ୍ୟକତା କଣ ନା 6 ଖଣ୍ଡ କାଠ। ବାପା ପାଲା ହଉଛି ବୁଢିଆଣି ସୂତା। କଥାକୁ ଯେତେ ଲମ୍ବେଇବା କଥାଟା ସେତେ ଲମ୍ବିବ। ଆମ ଜାଣିବା କଥା ମଣିଷ ମରିଗଲା ପରେ ଶବ ସାଥିରେ 6 ଖଣ୍ଡ କାଠ କାହିଁକି ଯାଏ? 7 ଖଣ୍ଡ ଗଲେ କଣ ହୁଏ? 5 ଖଣ୍ଡ ଗଲେ କଣ ଅସୁବିଧା? କମ ଖର୍ଚ୍ଚ। 6 ଖଣ୍ଡ କାଠ କାହିଁକି ଯାଏ ଶବ ସାଥିରେ? 5 ଖଣ୍ଡ ଗଲେ ଆଉ କମ ଖର୍ଚ୍ଚ ହବ। ସମସ୍ତଙ୍କ ପାଇଁ 6, ଧନୀ ପାଇଁ 6, ଗରିବ ପାଇଁ 6। ଆମେ ତ ଚାହିଁଲେ ଆମେ ବିରାଟ ଧନୀ, ଆମ ଶବ ଯେତେବେଳେ ଯିବା ଆମ ପୁଅ ବାପା 7 ଖଣ୍ଡ 8 ଖଣ୍ଡ କାଠ ନେଇଯାଏ, କିନ୍ତୁ ଆମ ପାଇଁ 6 ଖଣ୍ଡ କାଠ ଲୋଡା ହେଉଛି। ଦିନ ଦରିଦ୍ର ଖଟିଲେ ଖାଉଛି, ପର ଘରେ ମୁଣ୍ଡ ଲାଗୁଛି, ସିଏ ମରିଗଲେ ତା ପାଇଁ 6 କାଠ ଆବଶ୍ୟକ। ସେପଟେ ବାଉଁଶ ପ୍ରବଳ, ଆମର କାଠ ନୁହଁ, 6ଟା ବାଉଁଶରେ ଯାଏ। ଇଏ 6 ଖଣ୍ଡ କାଠ କିଏ? 6 ଖଣ୍ଡ କାଠର ନାଁ ସେତେବେଳେ କଣ ଥାଏ? ଶିବ ତ ଚାଲିଗଲା ପରେ ଶରୀର ଯେତେବେଳେ ଆଜ୍ଞା ଶବ ପାଲଟେ ମଡ଼ା ସାଜେ, ସେତିକି ବେଳେ ଶବ ପାଇଁ ସାକ୍ଷୀ କାଠ। କାଠକୁ ସାକ୍ଷୀ କିଏ? କାଠର ସେତିକି ବେଳେ 6 ଜଣ ସାକ୍ଷୀ ଥାନ୍ତି। ଶବ ଯାଉଛି ବୋଲି ଇଏ 6 ଜଣ ସେତିକି ବେଳେ ବାପା ଚିହ୍ନଟି ଥାନ୍ତି। ସେ 6 ଜଣ ବ୍ୟକ୍ତି କିଏ? ସେ 6 ଖଣ୍ଡ କାଠ କିଏ? 6ଟା କାଠ ବା 6 ଖଣ୍ଡ, 2ଟା ଦଣ୍ଡା, 4ଟା ଓଡା। 2ଟା ଦଣ୍ଡା, 4ଟା ଓଡା। ଆଚ୍ଛା କହିଲୁ ଆମର କୋକେଇଟା ବନ୍ଧା ହେଇ କେମିତି? ପୁରୁଷକୁ ଅନୁରି ପୁଅ କୋକେଇ ବାନ୍ଧିବା ଲୋକ ଆପଣ, ଇଏ ଝିଅ ପିଲା କଣ ସେଟାକୁ ମୁଣ୍ଡ ଖେଳୁଛନ୍ତି? 2ଟା ଲମ୍ବା ଦଣ୍ଡା ପଡିବ, 4 ଖଣ୍ଡ ଓଡା ପଡିବ, ଯେବେ ଶୋଇ ଉଠେଇବେ ଚାଲିବ। ଆଚ୍ଛା ବାମ ପଟ ବାମ କାଠର ନାଁ କଣ ଧବ ସେତେବେଳେ? ସେଟା ଲମ୍ବା ଦଣ୍ଡା। ଓ ଲମ୍ବା ଦଣ୍ଡା। ଦକ୍ଷିଣ ପଟ ଲମ୍ବା କାଠର ବାପା ନାଁ ସେତେବେଳେ କଣ ଧବ? ସେଟା ବାମ ଲମ୍ବା ଦଣ୍ଡା, ଏଟା ଦକ୍ଷିଣ ଲମ୍ବା ଦଣ୍ଡା। ମଝିରେ ଯୋଉ 4 ଖଣ୍ଡ ଛୋଟ ଛୋଟ କାଠ ପଡିଥାଏ କି ବାଉଁଶ ପଡିଥାଏ, ଏ 4 ଖଣ୍ଡ କାଠର ନାଁ ସେତେବେଳେ କଣ ଥାଏ? ଓଡା। ଓଡା। ଓଡା ଦଣ୍ଡା ଓଡା ମିଶିଲେ ହବ ଧଡା। ହେଲା ମିଶିଲେ ହବ ଧଡା ନା। ବାମ ପଟ କାଠର ସେତେବେଳେ ନାମକରଣ ଥାଏ ବରାକାରେ ବା। ଦକ୍ଷିଣ ପଟ ଲମ୍ବା କାଠ କି ବାଉଁଶର ନାମକରଣ ସେତିକି ବେଳେ ଥାଏ ବର ଝିଅ ଫଳା ଆକାର ବ୍ୟା। ମଝିର ଯୋଉ 4 ଖଣ୍ଡ ଛୋଟ କାଠ ପଡିଥାଏ, ସେତିକି ବେଳେ ସେ କାଠର ନାମକରଣ କଣ ଥାଏ? ସ ସା ଦ କ୍ଷ ବା ବ୍ୟା ସ ସା ଦ କ୍ଷ। ସେତିକି ବେଳେ 6 ଖଣ୍ଡ କାଠର ନାମକରଣ ଥାଏ। ବର ଆକାରେ, ବର ଝିଅ ଫଳ ଆକାରେ, ଖାଲି ଠାରି ନାମେ ବୁଝୁନି କେମିତି? ତାର ପୁରା କାଠର ନାମ ସବୁକୁ ସାକ୍ଷୀ। କାଠକୁ ସାକ୍ଷୀ 6 ଜଣ। ଶବ ଯାଉଛି, ମାନବ ଜନ୍ମ ସାର୍ଥକ କେତେବେଳେ ହବ? 6 ଜଣଙ୍କ ନାଁ କହୁନା, ବୋ ବା କହି କଣ ଖସି ଯାଇଛ? ଦେଖେ ମନୁଷ୍ୟ ଶରୀର କେତେ ପବିତ୍ର, ସବୁ ୟାର ଭିତରେ ଅଛି ମୂଷା। ବାଁ ପଟରେ ଥିବ ସାକ୍ଷୀ, ବାମ ପଟ ବାଉଁଶର ସାକ୍ଷୀ ଥିବ ବରା ଆକାର। କିଏ ସେ? ଆପଣଙ୍କର ଆଜ୍ଞା ବାଲ୍ମୀକି ରାମାୟଣ ଥିବ ସାକ୍ଷୀ।
ରାମାୟଣ ବାମ ପଟ ବାଉଁଶର ସାକ୍ଷୀ ଥିବ, ଦକ୍ଷିଣ ପଟ ବାଉଁଶର ସାକ୍ଷୀ ଥିବ ମହାଭାରତ। ଚାରିଖଣ୍ଡ ମଝିର ଯୋଉ ଚାରିଖଣ୍ଡ କାଠ ପଡିଥିବ ପରମଶାସ୍ତ୍ର ଭାଗବତ ଥିବ ସାକ୍ଷୀ। ତେଣୁ ଏ ରାମାୟଣ କିଏ? ମହାମୁନି ବାଲ୍ମୀକି ବାମ ପଟ କାଠର ସାକ୍ଷୀ ଥିବେ ଶବ ଯାଉଛି ବୋଲି, ବୋରା ଆକାରେ ବା ବାଲ୍ମୀକି ଥିବେ। ଦକ୍ଷିଣ ପଟ ବାଉଁଶର ସାକ୍ଷୀ ଥିବେ କିନା ବୋର ଜଫଳା ଆକାରେ ବ୍ୟା। ତେଣୁ ଭାରତ ରାଜା ବାପା ରଚୟିତା ହଉଛନ୍ତି ବ୍ୟାସଦେବ। ବ୍ୟାସଦେବ ଦକ୍ଷିଣ ପଟ ବାଉଁଶର ଥିବେ ସାକ୍ଷୀ, କାଠର ଶବ ଯାଉଛି ବୋଲି। ଚାରିଖଣ୍ଡ କାଠର ସାକ୍ଷୀ କିଏ ଥିବେ? ଦକ୍ଷିଣ ଦକ୍ଷରେ କିଏ ନା ପରମ ଶାସ୍ତ୍ର ବାପା ଭାଗବତ। ଇଏ 4 ଜଣ ଥିବେ, ଇଏ 2 ଜଣ ଥିବେ। ସେତିକି ବେଳେ ଏ ଜୀବନଟା ସାର୍ଥକ ହେଉଥିବ, ଶରୀରଟା ପବିତ୍ର ହେଉଥିବ, ଶବଟା ବାପା ପବିତ୍ର ହେଉଥିବ। ଜଗନ୍ନାଥ ଦାସ କଣ କହିଲେ? ଦକ୍ଷ କାହାକୁ କହିବା? ସତ୍ୟ ଯେ ଶାନ୍ତି ଦୟା କ୍ଷମା ଇଏ 4 ପ୍ରଭୁ। ସତ୍ୟ ଶାନ୍ତି ଦୟା କ୍ଷମା ବାଲ୍ମୀକି ଥିବେ, ବ୍ୟାସଦେବ ଥିବେ। ସତ୍ୟ ଥିବ, ଶାନ୍ତି ଥିବ, ଦୟା ଥିବ, କ୍ଷମା ଥିବ। ଇଏ 6 ଜଣ ସାକ୍ଷୀ ଥିବେ, ଶବ ଯାଉଥିବ। ସେତିକି ବେଳେ ଦୁର୍ଲଭ ଜନ୍ମ ସାର୍ଥକ ହଉଥିବ। ଆଉ ଜାଣ ବାପାଙ୍କ ମନରେ କଷ୍ଟ ଦଉନି, କଥାଟାକୁ ଆଗକୁ ନଉଛି। 6 କାଠ ଯଦି ପଡିଲା ଓଡା ଗଣ୍ଠି କେତେ ପଡେ? 9 ଗଣ୍ଠି ପଡେ। 9 ଗଣ୍ଠି। ଆଉ ଆରେ ଓଡା ଗୋଟାକେ ଗଣ୍ଠି ଯୋଡା 4 ଓଡାକୁ 8 ଗଣ୍ଠି, ତ 9 ଗଣ୍ଠି କି? ଓ 4 ଓଡାକୁ 8 ଗଣ୍ଠି। 2 ମୁଣ୍ଡର ବାପା ସବୁ ଗଣ୍ଠି ପଡିଥାଏ, 4 ଓଡାକୁ 8 ଗଣ୍ଠି ହେଲେ। ଆଚ୍ଛା, ଏ ଯୋଉ କୋକେଇ ପରେ ମଝିରେ ଶବକୁ ରଖି ଶବକୁ ପତଡା ମିଶେଇ ଶବ ଉପରେ ଯୋଉ ଗଣ୍ଠିଟା ପଡେ ସେଟା ହଉଛି ମେନ୍ ଗଣ୍ଠି ନା। ସେ ଗଣ୍ଠି ନ ପଡିଲେ ବାପା ଶବ ଯିବନି। ଶବ ଉପରେ ଯୋଉ ଗଣ୍ଠି ପଡେ ସେ ଗଣ୍ଠିକୁ ଲଗାଇ 9ମ ଗଣ୍ଠି କି 9 ଗଣ୍ଠି। କାଇଁ ସେ 9 ଗଣ୍ଠି ପଡଲା, କାଇଁ 10 ଗଣ୍ଠି ପଡଲାନି? 9ଟା ଗଣ୍ଠି କାଇଁ ପଡେ? 9 ଗଣ୍ଠି କାହିଁକି ପଡେ? କାଇଁ ପଡେ? হে পুଅ ଦେଖ ଦୁର୍ଲଭ ଜନ୍ମ ଭଉଣୀ କୃଷ୍ଣ କୋଉଠି ଅଛନ୍ତି? ବିରାଟ ପୁରୁଷ ଭଗବାନ ନିରାକାର ବ୍ରହ୍ମ। ଯୋଉ କୃଷ୍ଣକୁ ଦେଖିବା ପାଇଁ ଇଏ ଜୀବ ଦିନେ ବାୟା ପାଗଳା ହେଇଥିଲା। ଯୋଉ କୃଷ୍ଣ ବିରାଟ କୃଷ୍ଣ, ଯୋଉ କୃଷ୍ଣ ଆଜ୍ଞା ଏ କଳା କୃଷ୍ଣକୁ ଜନ୍ମ ଦେଇଛି, ଧଳା ବଳରାମକୁ ଆଜ୍ଞା ଧଳା କୃଷ୍ଣକୁ ଜନ୍ମ ଦେଇଛି। ସେ କୃଷ୍ଣ କିଏ? ପୁଅ ଯେଉଁ ବିଧାନୀ ତତେ ଗଲା ନିର୍ବାଣ ସେଇ ତ ଦେହେ ରହିଲା ତୁ ଜାଣ। ରଖିଲା 10 ବାଟ ଲଗାଇଲା କବାଟ। ବେଶୀ ଆଲୋଚନା ପ୍ରସଙ୍ଗ ଯାଉଛି, ସିଧା କହୁଛି 9 ଗଣ୍ଠି କାହିଁକି ପଡେ? ଯିଏ ଗଢିଲା 10ଟି ଦ୍ୱାର ତିଆରି କଲା। 10 ଦ୍ୱାରରେ ମଣିଷ ଯେତେବେଳେ ବଞ୍ଚିଥିବା ଅବସ୍ଥାରେ ଜୀବିତ ଥିବା ଅବସ୍ଥାରେ 9 ଦ୍ୱାର ଖୋଲା। ମଣିଷ ବଞ୍ଚିଥିବା ଭିତରେ 9 ଦ୍ୱାର ଖୋଲା ଥାଏ। ଖୋଲା 9 ଦ୍ୱାର କିଏ? ବାପା ଚକ୍ଷୁ 2, କର୍ଣ୍ଣ 2, ପାଟି 1, ଗୁହ୍ୟ ଦ୍ୱାର, ନାସା 2, ଧନରେ ମୂତ୍ର ଦ୍ୱାର। ଏ 9ମ ଦ୍ୱାର। ବାପା 9ଟି ଦ୍ୱାର ଖୋଲା ଥାଏ, କିନ୍ତୁ ଗୋଟିଏ ଦ୍ୱାର ବନ୍ଦ ଥାଏ। କୋଉ ଦ୍ୱାର? ନା ଶିଶୁମୁନା ଦ୍ୱାର। କିଏ ଶିଶୁମୁନା ଦ୍ୱାରଟା ଖୋଲିବ କେତେବେଳେ ଖୋଲିବ? ନା ଯେତେବେଳେ ଦେହରୁ ଶିବ ତ ଚାଲିଯାଏ, ସେତିକି ବେଳେ ଏ 9 ଦ୍ୱାରରେ କବାଟ ପଡେ। ଯୋଉ ଦ୍ୱାର ଜୀବିତ ଅବସ୍ଥାରେ ବାପା ବନ୍ଦ ଥାଏ
ସେତିକି ବେଳେ ସେଇ ଦ୍ୱାର ବାପା ଖୋଲିବ। ଇଏ 9 12 ଯେତେବେଳେ ରୁଦ୍ଧ ହୋଇଯାଏ କବାଟ ପଡ଼ିଯାଏ ସେତିକି ବେଳେ ଶବ ଉପରେ 9 ଗୁଣ୍ଠି ପଡ଼େ। 9 ଦ୍ୱାରରେ ବାପା ବନ୍ଦ ହବାରୁ ରୁଦ୍ଧ ହବାରୁ 9 ଗୁଣ୍ଠି ପଡ଼ିଲା ଶବ ଉପରେ। ସେତିକି ବେଳେ 9ଟା ଗଣ୍ଠି ସବ ଉପରେ ପଡ଼ିଲା। 9 ଗୁଣ୍ଠି ପଡ଼ି ସେଇ ଯୋଉ ଗଣ୍ଠି ଭିଡ଼ା ହବ ସମସ୍ତେ ଜାଣିଛନ୍ତି ପୁଣା କାଳିଆ ବାପା ମାନେ ଅଛନ୍ତି। ସବୁଦିନେ ଗଣ୍ଠି 16ଟା ବଳନ୍ତି। ସବ ଭିଡ଼ିଲା ବେଳେ ଯୋଉ ପାଉଟା ବଳିବେ ଓଲଟା କାହିଁ ବଳନ୍ତି? ଓ ସବୁଦିନେ 16ଟା ସବୁଦିନ 16ଟା ବଳା ହୁଏ ସେଇଦିନ ଭିଡ଼ା ହବ ଓଲଟା। ସେଦିନ ଓଲଟା କାହିଁକି ବଳା ହବ? ଆଉ ମଣିଷ ପକେଇ ଯେତେବେଳେ ଯାଏ ତା କଣା ମାଠିଆରେ କାହିଁକି ପାଣି ନିଅନ୍ତି କାହିଁ ଭଲ ମାଠିଆ ନିଅନ୍ତି ନାହିଁ? ପଣା ମାଠିଆରେ କାହିଁକି ପାଣି ଯାଏ? ତାପରେ ପଡ଼ିଛି ଜିନିଷ ଗୁଡ଼ା ବାହାରି ପଡ଼ିବା ଦରକାର। ହଉ ଯୋଉ କଥା ବାପା ଦରକାର ଚୁମ୍କିୟ ଦର୍ଶନ ଦେଇଯାଉଛି ବେଶୀ କଥା ଲାଗୁନି। ମହାଜନ ପୁଅ ଚାହିଁଲେ ସୁନା ଗରାରେ ପାଣି ଦବ, ପିତ୍ତଳ ଗରାରେ ପାଣି ଦବ, ନହେଲେ ଭଲ ମାଠିଆଟାରେ ପାଣି ଦବ। କଣା ମାଠିଆଟାରେ ପାଣି ଦେବି। ଯଦି କୋଣା ମାଠିଆ ନ ମିଳିଲା ଭଲ ମାଠିଆଟାକୁ ଶବ ସାଥିରେ ବାପା କୋଣା କରିକି ଆମେ ଦିଅନ୍ତି। ଶବ ସାଥିରେ କୋଣା ମାଠିଆ କାହିଁକି ଯାଏ? ଓଲଟା ଦୌଡ଼ାଟା କାହିଁକି ବୋଲା ଯାଏ? ଶରୀରଟା କଣ କି? ଓଲଟା ବୃକ୍ଷ ପରା ଓଲଟ ବୃକ୍ଷ ଓଲଟ ବୃକ୍ଷ ଖେଳୁଛି ଲୋଟଣି वृक्षर अन्य नाम साई तृतीय साहित्य वृक्षर अन्य नाम पादेन इति पिबती जस्यस्य पादप वृक्षर अन्य नाम पादप तेणु वृक्षटी पाद बाटे आहार करे मंजीटीए पोती दे जल देदेले धीरे धीरे गजा भई बापा विराट वृक्ष परिणत वृक्ष मूल आगे पादर बापा आहार दौर कि शरीर गोटा मूलट वृक्ष जदि शरीर गोटा वृक्ष है आर मूलटा कौन रहा भोजन स्थान आहार करने जगह बापा ऊपर रहा ये ओलट वृक्ष डाल शाखा सब तल रहा ये ओलट वृक्ष ओलटा दौड़ीर आवश्यकता थाए से समय सब जो जाए चाल भिड़े छण टाणी आनी ओलटा दौड़ी बढ़ती कहीं जाए कोणा माठिया कहीं जाए सब साथ कोणा माठिया कौन पाई जाए सुंदर भजन रेकर्ड बाजुची आपण माने समस्त सुनुछन कोणा माठिया रे गोटे कोणा लो कह कह के कोला जीए गढ़िला से आउ कई करना जी माथिया को तैयारी कला से कोना कला केमिति कोना कला मौसा जीवित अवस्था रे नो द्वार खोला थिला ए द्वार बंद थिला जी शिशुना द्वार न थिला कोना न कोले बापा जीव जाऊ देखो जब बड़े जीव जाए आपण माने अनुभव करंतु जड़िए व्यक्ति तले मरण शज्यार पड़ी थाए चतुर्पार्श्वर ज्ञाति कुटुंब बापा बेढ़ी की थाती के दादा डाकू थाए बापा डाकू थाए भाई डाकू थाए तुलसी जल गंगा जल कुंडर दौ था सेपटे बापा सात लहरी मारी आसिलानी समुद्र गर्जन कलानी घो घो शब्द हेलानी बापा कलसीटा धीरे धीरे पूर्ण होई आसिलानी व्रतर सेतबे थिबो व्रती एकादशी व्रत करुथिब सेतिकी बेले बापा ताकू ये जल रुचु नथिबो आगे आपण माने जल दउथिबे बापा लो आपण माने विचार करंतु सेतिकी बेले जल तुंगर दउथिबे भीतर को जाउ नथिबो ये दुई कोर देई बाहरी जाउथिबो रे आपण माने कोन कहिबे बुढ़ारा आज्ञा भीतर को जल जाऊनी
ପାଖରେ ଘଡ଼ 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 ହେଲାଣି। କାମ ସଇଲାଣି, ପାଦରୁ ହେମାଳ ହେଇଗଲାଣି, ତାକୁ ନିଆଁ ଅଙ୍ଗରା ଆଣିକି ଘଡ଼ ଘଡ଼ ହଉନଥିବ, ଘଡ଼ଘଡ଼ି ଶବ୍ଦ ହଉଥିବ, କିନ୍ତୁ ସେତିକି ବେଳେ ସେ ବ୍ୟକ୍ତି କଣ କରିଥିବ? ଏକାଦଶୀ ବ୍ରତ କରିଥିବ। ଏକାଦଶୀ ବ୍ରତ କରିଥିବ। ତା ବ୍ରତ ପୂର୍ଣ୍ଣ ହେଲେ ଯିବ। ତା ବ୍ରତ ପୂର୍ଣ୍ଣ ହେଇନି, ଏକାଦଶୀ ବ୍ରତର ସେତିକି ବେଳେ ସେ ବ୍ୟକ୍ତି କଣ ଭୋଜନ କରୁଥିବ, ଆହାର କରୁଥିବ? ଏକାଦଶୀର ଭୋଜନଟା କଣ? ସେଉ ଖାଇବ। ମହନ୍ତରାଜ ସାଧୁ ଅରକ୍ଷିତ ଦାସ ମହନ୍ତରାଜ ସାଧୁ ଅରକ୍ଷିତ ଦାସ କହିଲେ ଏକାଦଶୀ ବ୍ରତରେ ବାପା ସେ ବ୍ୟକ୍ତି ଜଣକ, ସେ ମହତାତ୍ମା ଜଣକ କଣ ଭୋଜନ କରିବ? ଏ ପୁଅ, ଯୋଉମାନେ ଏକାଦଶୀ ବ୍ରତ କରନ୍ତି ବାପା, ଏକାଦଶୀର ଭୋଜନ କର। ଧ୍ୟାନ କରନ୍ତୁ ଆପଣମାନେ ସମସ୍ତେ। କହିଲେ ଏକାଦଶୀ ବ୍ରତ ଯିଏ କରେ ତା ଆଗ ଦିନଟା କଣ? ଦଶମୀରେ ଆହାର ଭୋଜନ, ଏକାଦଶୀ ବ୍ରତ ପାଳନ। ଯିଏ ଭୋଜନ କରିଛି ସେ ବ୍ରତ ପାଳନ କରିବ। ଭୋଜନ କରିବ, ଏକାଦଶୀ ବ୍ରତ ସେ ପାଳନ କରିବ। ଦଶମୀରେ ବା ଶୁଦ୍ଧ ଅରୁଆ ଅନ୍ନ, ମୁଗ ଡାଲି, ଘିଅର ଛୁଙ୍କ ଡାଲମା ଟିକେ ହବ, ଆଉ ଭଜା କରିବ, ଆଳୁ ଭଜା ହେଇଯିବ, କଷି ଦବ। କିନ୍ତୁ ବାପା ଆପଣମାନେ ଏ କଥାରେ ବୋର ହଉଛନ୍ତି, କଷ୍ଟ ଲାଗୁଛି। ଆପଣଙ୍କ ମନରେ କଷ୍ଟ ଦେବି, ମୁଁ ଛାଡ଼ିଛି ଯୋଉଠି କାଲି ବିଷୟ ଆରମ୍ଭ କରିବି, ତେବେ ଆଜି ଗୋଟେ ଶେଷ କରିବି। ଆଉ ଦୁଇ ଯୁଗକୁ ଯଦି ସମୟ ହୁଏ ଦ୍ୱାପର କହିକି ଯିବି, କିନ୍ତୁ ଆପଣଙ୍କ ମନରେ କଷ୍ଟ ଦେବିନି। ଯୋଉଠି ଛାଡ଼ିଛି ତ୍ରେତୟାରୁ ସବୁ ଆରମ୍ଭ କରିବି। କେବଳ ଏ ବ୍ରତଟା ଶେଷ କରି ମଣିଷ କାହିଁକି ପରେ ମାତ୍ର 2 ମିନିଟର କଥା ସାରୁଛି ପରେ ଦଶମୀ ବ୍ରତର ଆହାର କରିବେ, ଏକାଦଶୀ ବ୍ରତ ପାଳନ କରିବେ। ଏକାଦଶୀ ବ୍ରତଟା ପାଳନ କରିବା ବେଳେ ଦଶମୀ ବ୍ରତର ଆହାର କଣ? ସେତିକି ବେଳେ ଜ୍ଞାତି କୁଟୁମ୍ବ ବେଢ଼ିକି ଆଗେ ଜଳ ଦଉଥିବେ, ଦାଦା ଡାକୁଥିବେ, ବାପା ଡାକୁଥିବେ, ଭାଇ ଡାକୁଥିବେ, ଓଜା ଡାକୁଥିବେ, ଘଡ଼ ଘଡ଼ ଶବ୍ଦ ତଣ୍ଟି ପାଖରେ ହଉଥିବ। ସେତିକି ବେଳେ ସେ ବ୍ୟକ୍ତି କରୁଥିବ କଣ? ମହନ୍ତରାଜ ସାଧୁ ଅରକ୍ଷିତ ଦାସ ନ୍ୟାୟ ଦେଲେ କଣ କହିଲେ? बोला दशमी रहे दोष कोरानी नेपो एकादशी रे एकादशी इलिश माछ खाइबे, द्वादशी तिथि तांपड़ा शुखुआ खाइबे, व्रतिर व्रत पूर्ण हम। दशमी 10टा करांडी खाइबे, एकादशी इलिश खाइबे, द्वादशी तांपड़ा शुखुआ खाइबे। मला 6 मास रे भिक मागिबे, मला 6 मास रे भिक मागिले ना मु मागिबे। दशमी 10टा करांडी माछ संसार एकादशी व्रत किए साधु व्रत एकादशी बर्तमान आम अच्छा गोटे संसार एकादशी अच्छी ओडिया भागवत जगन्नाथ दास बोला 10 रे 1 गले मिसी तेपे होइब एकादशी जोग कले 11 ये 11टा कौ दिन मनुष्यर अंतिम एकादशी 10 दिन 10 विध कार्य सारी 11 दिन आम्भे माने व्रत को पालन करी जो घिओ मु पांती मनुष्यर अंतिम एकादशी संसार बापा आउ एकादशी के पुणी भागवत कहले बड़ा जगत कृष्ण मोहय दिसी ये कोले एकादशी जगत
କୃଷ୍ଣମୟ ଦିଶି ଗୋପୀଏ କଲେ ଏକାଦଶୀ। 4 ଦିନକୁ କନ୍ଦ ଦେଇ ମା ଯଶୋଦା ପାଖରେ ଭଗବାନ କୃଷ୍ଣ ଯେତେବେଳେ ମଥୁରାକୁ ଚାଲି ଯାଇଥିଲେ, 4 ଯେତେବେଳେ ଉର୍ଦ୍ଧ ହେଲା ନ ଆସିଲି, ମା ଯଶୋଦାଙ୍କ ସମେତ ସାରା ଗୋପ ପ୍ରବାସୀ ମାନେ ଏକାଦଶୀ ବ୍ରତ ଉପବାସ ରହିଲେ, ଖାଇବା ପିଇବା ଛାଡ଼ିଦେଲେ। ଇଏ ଗୋଟେ ଏକାଦଶୀ। ପୁଣି ସଂସାରରେ ଆଉ ଏକାଦଶୀ କିଏ? ସେଇ ଭାଗବତ କହିଲା ତ୍ରିନବ ଏକାଦଶୀ ତ୍ରିନବ ଏକାଦଶୀ ଦିନ ନସ୍ପୁରେ କାହାରି ବଚନ। 3 ରେ 9 କେତେ? 3 ରେ 9 କୁ ଯୋଗ କଲେ କେତେ ହବ? 9 3 27। ବାପାରେ 27 ରେ ଏକାଦଶୀ ବୋଇଲେ 11, 27 ରେ 11 କୁ ଯୋଗ କଲେ କେତେ ହବ? 38 3 ରେ 8 ଦିନ। 38 ରେ 2 ଅର୍ଥାତ 2 କୁ ଯୋଗ କଲେ କେତେ? 40। 40 ରେ 9, 40 ରେ 9 କୁ ଯୋଗ କଲେ କେତେ ହବ? 49। 49 ଟା କେତେବେଳେ? ସେତିକି ବେଳେ ଆପଣ ମାନେ ଜ୍ଞାତି କୁଟୁମ୍ବ ଜଳ ଦଉଥିବେ, ବାପା ଡାକୁଥିବେ, ଦାଦା ଡାକୁଥିବେ, ସେତିକି ବେଳେ ଘର ଘର ଶବ୍ଦ ହଉଥିବ, 49 ପବନ ବହୁଥିବ। କିନ୍ତୁ ସାଧୁବାଦରେ ଅରକ୍ଷିତ ଦାସ କହିଲେ 10 ମିଳେ 10 କୋରାଣ୍ଡି ହବ। ଇଏ ଏକାଦଶୀ ବ୍ରତରେ 10 ମିଳେ ଆগে ଆହାର କରିବେ। 10 ଅର୍ଥାତ ଜଳ, 10 ଠୋପା ଜଳ ନେବେ ନା। କୋଉଠି? ସାଧୁବାଦ ଏକାଦଶୀରେ ଗଣ୍ଡୁସରେ ଗୋଟିଏ ବୈଷ୍ଣବ ମତ, ଗୋଟିଏ ସାଧୁ ମତ। ବୈଷ୍ଣବ ମତରେ ବାପା ଗଣ୍ଡୁସ କାହାକୁ କହିବା? ଦକ୍ଷିଣ ହସ୍ତର এই ସ୍ଥାନଟାକୁ, ପାପୁଲିର ସ୍ଥାନଟାକୁ ବାପା ଗଣ୍ଡୁସ କୁହାଯାଏ। ତେଣୁ ବ୍ରତୀ ମାନେ ଏଥିରେ ଜଳ ନେଇ ତୁଳସୀ ପତ୍ର ନେଇ ପାନ କରନ୍ତି। କିନ୍ତୁ ସାଧୁବାଦ ଏକାଦଶୀରେ ଦକ୍ଷିଣ ହସ୍ତର ବୃଦ୍ଧ ମୁଷ୍ଟିର ନିମ୍ନଦେଶ ତଳକୁ ବାପା ଗଣ୍ଡୁସ କୁହାଯାଏ। ଗଣ୍ଡୁସରେ 10 ଠୋପା ଜଳ ନେବେ। କୁଣ୍ଡି ପତ୍ର ବୋଇଲେ ତୁଳସୀ ପତ୍ର। 10 ଠୋପା ଜଳକୁ 10 ଗୋଟା ତୁଳସୀ ପତ୍ର ହଉଛି ବ୍ରତୀର ଆହାର। କୋରାଣ୍ଡି ମାଛ କୋରମ୍ବି ବୋଇଲେ 10 ଠୋପା ଜଳକୁ 10 ଗୋଟା ତୁଳସୀ ପତ୍ର। 10 ବ୍ରତୀ ଆକୁ ଆହାର କରିବ। ଏକାଦଶୀରେ ଇଲିଶ ହବ। ଇଲେଶ ବୋଲନ୍ତେ ବାପା ପାଦ ଥାଇ ଗତି କରିପାରିବ ନାହିଁ, କାନ ଥାଇ କିଛି ଶ୍ରବଣ କରିପାରିବ ନାହିଁ, ନାସା ଥାଇ ଆଗ୍ରହଣ କରିପାରିବ ନାହିଁ, ତୁଣ୍ଡ ଥାଇ କିଛି ଭୋଜନ କରିପାରିବ ନାହିଁ, ଦେହର ଅଙ୍ଗ ହଲିବ ନାହିଁ, ଘଣ୍ଟିକା ସହିତ ଜୁହା ବାଜିବ ନାହିଁ। ମୌନ ବ୍ରତ ଯାହା ଏକାଦଶୀରେ ସାଧୁବାଦରେ ମୌନ ବ୍ରତ ରହିବେ। ଏକାଦଶୀରେ ଦ୍ୱାଦଶୀ ତିଥିରେ ତାମ୍ପଡ଼ା ଶୁଖୁଆ। ତାମ୍ପଡ଼ା ଶୁଖୁଆ କାହାକୁ କହିବା? ନା ଆମର ଦକ୍ଷିଣ ଦିଗରେ ପେଟ ଚିରା ଲୁଣି ଶୁଖୁଆକୁ ଆଜ୍ଞା ତାମ୍ପଡ଼ା ଶୁଖୁଆ କୁହାଯାଏ। କିନ୍ତୁ ଏ ସାଧୁବାଦ ଏକାଦଶୀରେ ପେଟ ଚିରା ଲୁଣି ଶୁଖୁଆ କଥା କହିନାହାନ୍ତି। ଦ୍ୱାଦଶୀରେ ତାମ୍ପଡ଼ା ଶୁଖୁଆ। ମହେନ୍ଦ୍ର ସମୟରେ କ୍ଷୀର ସ୍ନାନ ସାରି ନିଜକୁ ପ୍ରଭୁଙ୍କ ନିକଟରେ ସମର୍ପଣ କଲା ପରେ ଆତ୍ମାକୁ ସୁଖ ଦେବା ପାଇଁ, ଶାନ୍ତି ଦେବା ପାଇଁ ଆତ୍ମା ଯାହା ଚାହିଁବ ସୁଖ ରୂପକ ପୋଷରା ସମାନ ଶୁଖୁଆ ପୋଷରା। ଆତ୍ମା ଯାହା ଚାହିଁବ ସେ ସମୟରେ ଦ୍ୱାଦଶୀ ତିଥିରେ ତାହା ବଚନ କରିବେ। ଇଏ ହେଉଛି ଆପଣଙ୍କର ସାଧୁବାଦ ଏକାଦଶୀ। କିନ୍ତୁ ସେ ବ୍ୟକ୍ତି ଯେତେବେଳେ ଏକାଦଶୀ ବ୍ରତ କରିছে ତେଣୁ ଏକାଦଶୀ ବ୍ରତ କରିନି ଏକା ଦିଶୁଛି। କାହାକୁ ଦର୍ଶନ କରୁଛି? ନା ଯାହାକୁ ଦିନେ ମାତୃ ଗର୍ଭରେ ଦର୍ଶନ କରିକି ଆସିଥିଲା, ବଚନ ଦେଇକି ଆସିଥିଲା, ତାକୁ ନ ଦର୍ଶନ କଲେ ଜୀବ ଯାଉନି। ସିଏ କିଏ? ଭଉଣୀ ଶୁଣ, ଆପଣ ମାନଙ୍କର ଶିଶୁ ଅନନ୍ତ ଦାସ। ଶିଶୁ ଅନନ୍ତ ଦାସ ବାପା ଧାରିଏ କହିଦେଲେ ମାଟିଆଟା କୋଣା କାହିଁକି ହୁଏ? ବୋଲେ ପୁଅ କିଏ? ବୋଲା ଯେଉଁ ବାଟେ ଇଏ ଯିବ ଆସି ଇଏ ସେହି ବାଟେ ଯାଇ
ওলা দুঃখ দুঃখী বড় বলি নারো নারো গাই এ নারো বড় বলি নারো নারো গাই ଯେଉଁ ବାଟେ ଯିବା ଆସି ସେଇ ବାଟେ ଯିବ ଯାଇ ଦୁଃଖ ଦୁଃଖୀ ଘର ବୋଲି ନାମ ତା ପାଇଁ କୃଷ୍ଣ କୋଉଠି ଲୀଳା କରିଛନ୍ତି ଲୀଳାମୟ ପୁରୁଷ ପ୍ରେମ କଳ୍ପଲତାର ଜଗତଗୁରୁ ଅଭିରାମ ପରମହଂସ ବୃନ୍ଦାବନରେ କାଳିଆ ସୁନାକୁ ନ ଦେଖିଲା ପର୍ଯ୍ୟନ୍ତ ଏ ଜୀବ ଯାଉନି ଯେତେବେଳେ ଜୀବ ଯିବ ଏକା ଦିଶିବ ଏକାଦଶୀ ତାକୁ ଦର୍ଶନ ନ କଲେ ଯିବନି ଏକାଦଶୀ ପ୍ରେମ କଳ୍ପଲତାର ଜଗତଗୁରୁ ଅଭିରାମ ପରମହଂସ କଣ କହିଲେ ବାପା ବୋଲା ଗୋପରୁ ଯେ ବୃନ୍ଦାବନ ଦ୍ୱାରକା ପାଦରୁ ତ୍ରିକୁଟ ପର୍ଯ୍ୟନ୍ତ ଦ୍ୱାରକା ଉପରକୁ ଗୋପ ଆଉ ବଢେ ନା ଚେଣିକି ଦିଏ ନା ବାପା ମାନେ କାହାଣୀ ଶୁଣିବ କାଲିକା ବିଷୟ ଆବେ ଶିକ୍ଷା ଦିଏ ପାଦରୁ ତ୍ରିକୁଟ ଦ୍ୱାରକା ଉପରକୁ ଗୋପ କିଏ ନା ଚାରି ଆଙ୍ଗୁଳି ବ୍ୟବଧାନର ମସ୍ତକର ଚତୁର୍ପାର୍ଶ୍ୱକୁ ଲକ୍ଷ୍ୟ କରନ୍ତି ଇଏ ହଉଛି ଗୋପ ଏଥିରେ ରାସ୍ତା ନାହିଁ ପଥ ନାହିଁ ବାଟ ନାହିଁ ହେଉଛି ଗୋପ ଗୋପର ଉପରକୁ ରହିଲା ବୃନ୍ଦାବନ 12 ଯୋଜନ ବୃନ୍ଦା ବନ ଥୋପା ବନ ଶବ୍ଦର ଅର୍ଥ ଜଳ ଯୋଉ ବୃନ୍ଦାବନରେ ଥୋପା ମକରନ୍ଦ ଝରୁଛି 21,600 ଥର ଅନବରତ ଜପ ଚାଲିଛି ସେଇ ବୃନ୍ଦାବନରେ ये मकरंद को जी पान पड़े से निर्वाण लभिची जेतबले ताकू दर्शन कला सेतिकी बेले से बाट काटिला जेतबले जीवा पाई चाहूची आपण माने कोन कहउछथि हिक्का मारुची बुढ़ा जीव ता बक्षटा छातीटा उठुच पड़ुछ आ अल्प समय 2 मिनिट के 3 मिनिट चली जो ना 3 हिक्का बुढ़ा पळाइबो बापलो से हिक्का मारुनी सेतिकी बेले द्वार रजामुड़ी कबाट शिशु नरेंद्र द्वार खोलुची सेतिकी बेले तो शरीर को भारी कष्ट जंत्रणा होउची सेतिकी बेले मरण सज्जार से सही पारुनी हिक्का मारुनी धक्का मारुची ये जामुड़ी कबाट को खोलिबा पई धक्का मारुची बोला तीर चोपा प्राय कबाट लगी जही मत गज गोला गोली 3 धक्कारे कबाट खोला गला शिशु अनंत दास कहले जेउ बाटे जीवा से सेही बाटे जीवो जाई काई जे हमगार हरिया बुढ़ा मोला आखि बाटे प्राण पळेला अमेधला पळेला तो केनी दिए ना रे आखि बाटे नाक बाटे पाटी बाटे कोनोसी बाटे जाए ना जे से धोखा को कष्ट को सही परिला से चली गला जे सही न परिला से समर अनुभवी से समर बापा के परिश्रा करी पकाई थाए के झाड़ा करी पकाई थाए से कष्ट को सही न पारी 3 हिकानो 3 धोखा रे सेति के बेले बापा शिशु नारंधर कबाट खोले सेति के बेले कालिया सुना को दर्शन करी जीव जाए मस्तक रूपक माठिया कोणा होला ये माठिया जते बेले कोणा होला सबटा जते बेले जाए सेति पाई सब साथी कोणा माठिया की फुटा माठिया जाए आलोचना करूथि बापा अन्य को कथा तेनी की जाउनी आपण को मनर दुख दवा को चाहुनी तेबे मो बापा कालिका कथा वस्तु सत्य गुरु संगे भाऊ मानधाना जन्म होइते प्रत्यय रे दुईटी कथा रही गला पांचटा निया कथा कहिथिला आ दीटा निया रहितला ता भीतर दीटा निया छुटा मुखाग्नि काहे कि मुखाग्नि कोंती चित्ता अग्नि तो मसारी निया चित्ता अग्नि अलगा मुखाग्नि अलगा मुखरे काहे कि अग्नि दिया जाए आलोचना करबा को अपाव समय नहीं
ଇଏ ମୁଖାଗ୍ନିକୁ ଲଗାଇ ହେଉଛି 6 ଆଉ ଗୋଟେ ଅଗ୍ନି କିଏ ନା କ୍ରୋଧ ଅଗ୍ନି କ୍ରୋଧ ଅଗ୍ନି ଯେତେବେଳେ ଚାଲିଯାଏ ସେତିକି ବେଳେ ମୁଖରେ ମୁଖାଗ୍ନି ଦିଆଯାଏ ମୁଖାଗ୍ନିକୁ ଗ୍ରହଣ କରି ଚିତ୍ତାଗ୍ନିରେ ମିଶେ ମିଶେ କରିବାକୁ ଆଉ ସମୟ ନାହିଁ ପ୍ରସଙ୍ଗକୁ ଆସନ୍ତୁ କ୍ରୋଧ ଅଗ୍ନି ମୁଖାଗ୍ନି ଚିତ୍ତାଗ୍ନି ବ୍ରହ୍ମଗ୍ନି ଜାନ ଅଗ୍ନି ସୂର୍ଯ୍ୟାନ ଅଗ୍ନି ଜାତ ଅଗ୍ନି କି ଧନରେ ଏନ୍ତୁଡ଼ିରେ ଯୋଉ ନିଆଁ ଜାତ ଅଗ୍ନି ମଣିଷ ଜୀବନରେ ମିଶିକି 7 ଏ 7 ନିଆଁକୁ ଅଙ୍ଗେ ଲିଭେଇଲା ପରେ ସେତିକି ବେଳେ ସେ ଚିତ୍ତାଗ୍ନିରେ ଭାବୁଥିବ ଚିନ୍ତା କରୁଥିବ ଯେତେବେଳେ ନିର୍ବାଣ ରହୁଥିବ ଲୀନ ହେଇଯାଉଥିବ ମୋ ଜୀବନରେ ସୃଷ୍ଟି ହେଲା ଦୁନିଆ ସେତିକି ବେଳେ ସେ ବ୍ୟକ୍ତି ବାପା ଚିନ୍ତା କରୁଥିବ ବାପା ଏଥର ପ୍ରସଙ୍ଗକୁ ଆସନ୍ତୁ ଆପଣଙ୍କ ଅନୁରୋଧରେ କାଲିକା ବିଷୟକୁ ଯାଉଛି ଯେତେବେଳେ ଆଜ୍ଞା ଆର୍ଯ୍ୟାବତର